हरि ओम हरि हेलो हेलो आज्ञा आज्ञा कौन गुरुदेव प्रणाम। प्रणाम प्रणाम कौन कौन ଆପଣ ଯୋଉ ଚ୍ୟାନେଲ 3-4 ବର୍ଷ ହେଲା ଦେଖି ଆସୁଛି। आज्ञा आज्ञा କେତେ ପ୍ରଶ୍ନ ରହିଯାଉଛି, ଦ୍ୱନ୍ଦ୍ୱରେ ପଡିଯାଇଛି, कौन कहले ପଚାରିପାରିବି କି? हाँ प्लीज पचारंतु प्रश्न कौन पचारंतु ଆଚ୍ଛା, ଆପଣ ଯୋଉ କହିଲେ ଆମେ ଶରୀର ମନ ବୁଦ୍ଧି କି ଇନ୍ଦ୍ରିୟ ଗୁଡିକ ନୁହଁ, आज्ञा ଏଗୁଡିକ ହେଲେ ଜଡ ଏବଂ आज्ञा ଦୃଶ୍ୟ ଏବଂ ଅନାତ୍ମା, ତେଣୁ आज्ञा ଆମେ ହେଲୁ ତାର ଦ୍ରଷ୍ଟା ଏବଂ ଚେତନ ବା ଆତ୍ମା, आज्ञा ଏବଂ ଆତ୍ମା ଆମେ ହେଲୁ ସର୍ବବ୍ୟାପୀ। आज्ञा ତାହେଲେ ତ ଏଠି ମନେକର ଆମର ଘର, ମୁଁ କହୁଛି ମୋର ଘର, आज्ञा आज्ञा ହେଲେ ଘରୁ ଆମେ ମନ ଇଚ୍ଛା ବାହାରି ପଡିଲୁ, ପୁଣି ପଶିଲୁ, ଏଟା ଜାଣିପାରୁଛୁ ଯେ आज्ञा ଘର ଠାରୁ ଅଲଗା ବୋଲି। आज्ञा କି ମୋର ବହିଟା आज्ञा ଆମେ ପଢିବା ପାଇଁ ଆଣିଲୁ, ପୁଣି ଥାକରେ ରଖିଦେଲୁ, ସେଠି ବି ଜାଣିପାରୁଛୁ ବହିଟା ମୁଁ ନୁହଁ। आज्ञा ସେଇଭଳିଆ ଭାବରେ ମୋର ଶରୀର କହିଲେ ମୁଁ ଶରୀର ନୁହଁ, ସେଇଭଳି ତ କିଛି ଟିକେ ବୁଝା ପଡୁନି, କାରଣ ଶରୀରକୁ ଆଘାତ ହେଲେ ମୁଁ ଭାବୁଛି ମତେ ବି ଆଘାତ ହଉଛି। आज्ञा ବହିଟୁ ମନେକର ଚିରିଗଲା, ଆମ ସହିତ ଆଘାତ ହବନି, ଆମେ ତାକୁ ମରାମତି କରୁଛେ କି କଣ ଗୋଟେ ତାକୁ ବ୍ୟବସ୍ଥା କରୁଛେ, आज्ञा କିନ୍ତୁ ଏତେ ଠିକ ହେଇପାରୁନି। ଏମିତି କି ମନ ମୋର ନୁହଁ, ମନରେ ଯୋଉ ସୁଖ ଦୁଃଖ ଆସୁଛି आज्ञा ସେଠି ଆମେ ନିଜେ ସୁଖୀ ଦୁଃଖୀ ହେଇପାରୁଛେ। ପୁଣି ଆପଣ କହିଲେ ଯେ ଆମେ ଚେତନ ଆତ୍ମା, ଆମେ ସର୍ବବ୍ୟାପୀ, ତାହେଲେ ତ ଏଠି ଆମର ସର୍ବବ୍ୟାପକତା ଟା ସୀମିତ ହେଇଗଲା। ମାନେ ମୁଁ आज्ञा ଯଦି ମନ ବୁଦ୍ଧି ଏଗୁଡିକ ନୁହଁ, ତାହେଲେ ମନ ଅଛି, ବୁଦ୍ଧି ଅଛି, ଇନ୍ଦ୍ରିୟ ଅଛି, आज्ञा ତାହେଲେ ମୁଁ ସେମାନଠୁ ଅଲଗା ଅନ୍ୟ କିଛି, आज्ञा ତାହେଲେ ଆମର ସର୍ବବ୍ୟାପକତା ଟିକେ ବୁଝି ହଉନି। ଟିକେ ବୁଝେଇ ଟିକେ କୁହନ୍ତୁ। सुंदर प्रश्न बहुत गभीर प्रश्न एटा ହୁଁ शुणु गोटे कथा ये प्रश्न को बुझापे हेले आपको अंतर्जात्रा करा पड़ो बुझिपारती अंतर्जात्रा कौन गोटे कथा देखते आप टिके पूर्व जो पचारे पचारे शरीर को पीड़ा हेले मु बुझीपारुछि मुझे निजर पीड़ा भाभी पारुछि किंबा जो कहले पीड़ा कथा कहतु कि जहाँ भी भौतिक वस्तु पदार्थ को मु अनुभव करि पारुछि किंतु मते मु कहीं अनुभव करि पारनी एया तो प्रश्न ମାନେ ଆମେ हाँ ଯେମିତି हाँ ବାହାର ଜିନିଷଟା ଅନୁଭବ କରୁଛେ, ଏଇଟା ମୁଁ ଅଲଗା, हाँ 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 କିନ୍ତୁ ସେଥିରେ କିଛି କଣ କ୍ଷୟକ୍ଷତି ହେଲେ ଆମେ ତାକୁ ଉପଯୋଗ କରୁଛେ, ମରାମତି କରୁଛେ। आज्ञा ମୋ आज्ञा ସାଇକେଲଟା ମୋର ଆକ୍ସିଡେଣ୍ଟ ହେଲା, ତାକୁ ଆମେ ଦୁଃଖୀ ହଉଛେ, ଟିକେ ତାପରେ आज्ञा ମରାମତି କରିଦଉଛେ, ଠିକ ଠାକ ହେଲେ ପୁଣି ସୁଖୀ ଯାଉଛେ। आज्ञा କିନ୍ତୁ ଏଠି ସେମିତି କିଛି ଆୟତ ରହୁନି, ମାନେ ଶରୀର ଦୁଃଖୀ ହେଲେ, ଏଇ ମନ ଦୁଃଖୀ ହେଲେ ଆମେ ଭାବୁଛେ ମୁଁ ଦୁଃଖୀ, ସେ हाँ କ୍ଷେତ୍ରରେ ପୁରା ଫସି ଯାଉଛେ। ମାନେ ଆପଣଙ୍କ ଚ୍ୟାନେଲରେ ଜାଣିବାରୁ ଗୋଟେ ନୂଆ ନୂଆ ଲାଗୁଛି, ବୁଝି ହଉଛି ବହୁତ, आज्ञा କିନ୍ତୁ ପ୍ରାକ୍ଟିକାଲ नहीं କ୍ଷେତ୍ରରେ निश्चय ସେଇଟା ଆଉ ना କିଛି नहीं କରିହବନି, प्रैक्टिकल ଜାଣି हाँ ମାନେ सुनो ଜଣା ପଡୁଛି ମୁଁ ନିଜେ ଆଉ ମନେ କି ଏମିତି। हाँ हाँ देखो गोटे कथा है ଆଜ୍ଞା, एटा ब्रह्म ज्ञान ଆଜ୍ଞା, ब्रह्म ज्ञान को बुझा पाइले शांत मन स्थिर चित्त विवेकर आवश्यक अच्छे बुझे अच्छा जो ज्ञान को जब देखते आपको कहुए पराविद्या पराविद्या को जब आम छोट बेल शिखी था ये आप बयस के कहले ମୁଁ 52 ପାଖାପାଖି, आज्ञा 52। 52 हेले हाँ 52 ଆଜ୍ଞା, माने जब यहाँ छोट बेल जब आप बुझी था बहुत सहज ही था किंतु जो मझी बयस आम बुझुचे आम ज्ञान आमको आम ज्ञान संगे सब कथा टे मेल खाऊनी मूल कथा ଆଜ୍ଞା, अच्छा देखो ଆଜ୍ଞा, गोटे कथा है इठी जो प्रथम प्रश्न का आगे बुझा मु आत्मा केमती तापर मु सर्वव्यापक केमती सेटा को पछरे बुझा गोटे गोटे कथा बुझी बुझिका गले सहज हो बुझा ଆଜ୍ଞା, प्रथमे बुझंतु इठी द्रष्टा को चिन्हार अच्छी निज को चिन्हबार अच्छी आप कहते टिके पूर्व कहते शरीर को आघात हेले मु पीड़ा को दुख को अनुभव करि पारुछि कोठी करि पारुछि ए कथाटा ଆଜ୍ଞା। धरतु मनरे ମନରେ, एटा सत्य ना नहीं एटा बुझी पारसंती ଆଜ୍ଞା, ହଁ ହଁ, पीड़ा हेले ମନରେ ଅନୁଭବ କରୁଛେ। कष्ट हेले मनरे अनुभव करुछि अच्छा भाबि नियंतु आपनकर हाथ माने बाँ आंगुठीर बाँ हाथर बुढ़ा आंगुठी खरी फटका ହେଇଛି खरी फटका जानी गोटे छोट पत्थर टाइप रे हुए बिंधा हुए एमती ହଁ, ଟିକେ बुझंत ଫୁଲି ଯାଇଥାଏ ଆଉ। हाँ फुली जाए एमती भावतु ହଁ, ଧଳା आपन ଦେଖା ଯାଇଥାଏ ତାକୁ। ହଁ, धड़ा देखा जाए खरी ହଁ, फटका कहते ताको विभिन्न ଆଜ୍ଞା, प्रांत ता ना ही पारे चेंज हो जाए एति पर्यंत आपन बाँ हाथ में बुढ़ा आंगुठी किसी आघात होती कष्ट ହୁଁ, होची अच्छा ଆଜ୍ଞା, आप जो शोई पड़ुंट से कष्ट को अनुभव कर ମାନେ କିଛି ଜଣା ପଡୁନି। जना पड़नी कहीं ହୁଁ, जना पड़नी एक कथा धरतु ये धरा पड़नी मन मौन हो जाइए मन अंतर्मुखी हो जाइए मन स्वरूपस्थ हो जाइए मन जो बहिर्मुखी रोचे
ମନ ଯୋଉ ଯେ- ସୁଷୁପ୍ତି ସମୟରେ ମନ କୁଆଡେ ଯାଏ? ଜାଗ୍ରତ ବେଳେ ତ ସବୁ ପ୍ରକାର ଦ୍ୱନ୍ଦ୍ୱ ଦେଖାଯାଉଛି, ଭଲ ମନ୍ଦ। ହଁ ସୁଷୁପ୍ତି ଯୋଉ ମନକୁ ମନ ସେଟା ଆସୁଛି, ସୁଷୁପ୍ତ ନାଇଁ ମନ କୁଆଡେ ଯାଉଛି? ନା ମନ କୁଆଡେ ଯାଉନି, ମନ ମୌନ ହେଇଯାଉଛି, ମନ ସ୍ୱରୂପସ୍ଥ ହେଇଯାଉଛି, ମୋ ଭିତରେ ସମାହିତ ହେଇକି ରହୁଛି। ଏମିତି ମାନେ ଦେଖନ୍ତୁ, ଆତ୍ମା ଆଉ ମନ ଏକାକାର ହେଇଛନ୍ତି ନା କଣ? ଏକାଗ୍ର ହେଇଯାଉଛନ୍ତି। ଦେଖନ୍ତୁ ଏମିତି ଏମିତି ବୁଝନ୍ତୁ, ଜାଗୃତ ଅବସ୍ଥାରେ ଆପଣ ଆପଣ ହାତକୁ ଦେଖୁଛନ୍ତି, ହାତର ପୀଡ଼ାକୁ ଅନୁଭବ କରୁଛନ୍ତି। ଆଉ ବାରମ୍ବାର ଆପଣ ଯେକୌଣସି କାମ କାର୍ଯ୍ୟ କରୁଥିବେ, ଯେହେତୁ ହାତରେ ଗୋଟେ ବଥ ହେଇଛି, ଖରି ଫୁଟକା ହେଇଛି, ବାରମ୍ବାର ଆପଣ ସେ ମନ ସେଇଠି ପଳିବ, ହୋ ହାତ କିଡ଼େଙ୍ଗା ବିନ୍ଧୁଛି, ହାତ ଭାରି ବ୍ୟଥା ହେଉଛି। କିଏ କହିବେ ତା ଦେହରେ ଗୋଟେ ଲେମ୍ବୁ ନଗେଇଲେ ଭଲ ହେବ, କିଏ କହିବେ ତା ଦେହରେ ପ୍ଲାଷ୍ଟର ପକାନ୍ତୁ, କିଏ କହିବେ ବଟିକା ଖାଇଲେ ଭଲ ହେଇଯିବ। ବିଭିନ୍ନ ଯୋଜନା କରୁଛନ୍ତି, ସେ ପୀଡ଼ାକୁ ଜାଗୃତ ଅବସ୍ଥାରେ ଦେଖିପାରୁଛନ୍ତି। କିନ୍ତୁ ଯେତେବେଳେ ନିଦ୍ରା ଅବସ୍ଥାକୁ ପଳାଉଛନ୍ତି, ନିଦ୍ରା ଅବସ୍ଥାରେ ବି ହେଇପାରେ ସେ ପୀଡ଼ାର ଆପଣଙ୍କୁ କିଛି ସ୍ୱପ୍ନ ବି ଦେଖାଯାଇପାରେ, ଏଇଟା ସମ୍ଭବ ନୁହଁ। ସ୍ୱପ୍ନ ଦେଖାଗଲେ ବି ସ୍ୱପ୍ନରେ ବି ଆପଣ ଟିକେ ଦ୍ୱନ୍ଦ୍ୱରେ ରହୁଛନ୍ତି, ସ୍ୱପ୍ନରେ ବି ସେ ଖରି ଫଟକା କଥା ଭାବୁଛନ୍ତି, କାହିଁକିନା ବାରମ୍ବାର ଆମେ ଗୋଟେ କଥାକୁ ଯେତେବେଳେ ସ୍ୱପ୍ନରେ ବି ଭାବିଥାଉ, ସୁଖ ଦୁଃଖ ରହୁଛି। ହଁ ବୁଝିପାରୁଛନ୍ତି, ଯେତେବେଳେ ଆଜ୍ଞା। ଯେତେବେଳେ ଯେତେବେଳେ ହେଉଛି ଆମେ ଗୋଟେ କଥାକୁ ଅଧିକ ଭାବିଥାଉ, ସେଇ କଥା ସ୍ୱପ୍ନରେ ବି ଆସିଥାଏ। ହେଇପାରେ ସେ ଖରି ଫଟକାଟା, ସେ ହାତରେ ହେଇଥିବା ବଥଟା ସ୍ୱପ୍ନରେ ବି ଆପଣ ଦେଖୁଛନ୍ତି, ସେଠି ବି ସୁଖ ଦୁଃଖ ହେଉଛନ୍ତି। କିନ୍ତୁ ସ୍ୱପ୍ନର ଉର୍ଦ୍ଧ୍ୱ ହେଲା ସୁଷୁପ୍ତି। ସୁଷୁପ୍ତି ମାନେ ଗାଢ଼ ନିଦ୍ରା ଅବସ୍ଥା, ଯେଉଁଠି ଜାଗୃତ ସଂସାର ନାହିଁ, ସ୍ୱପ୍ନ ସଂସାର ନାହିଁ। ସେଠି ମନ ସ୍ୱରୂପସ୍ଥ ହେଇଯାଇଛି, ମନ ମୌନ ହେଇଯାଇଛି, ମନ ଶାନ୍ତ ହେଇଯାଇଛି। ତ ସେ ଅବସ୍ଥାରେ ଦୁଃଖ ନାହିଁ, ପୀଡ଼ା ନାହିଁ, କିଛି ଅନୁଭବ ନାହିଁ। କାହିଁକି ନାହିଁ? ସେଠି ମନ ହିଁ ନାହିଁ, ମନ ମୌନ ହେଇଯାଇଛି। ଆଚ୍ଛା, ଜାଗୃତ ଅବସ୍ଥାକୁ ଯଦି ଆମେ ଭଲସେ ପରଖିବା, ହାତର ଖରି ଫୋଟକାକୁ ଆମେ ଚର୍ମ ଦ୍ୱାରା ଆମର କ'ଣ ହେଉଛି, ଚର୍ମ କୁହନ୍ତୁ କିମ୍ବା ଆଙ୍ଗୁଠି ଭିତରେ ଆମର ସ୍ନାୟୁ ଅଛି ସବୁ, ଇଏ ସବୁ ସ୍ନାୟୁ କ'ଣ କରୁଛି, ଆମ ମେରୁଦଣ୍ଡ ମାଧ୍ୟମରେ ଆମର ସମ୍ବେଦନକୁ ମସ୍ତିଷ୍କକୁ ପଠାଉଛି। ହାତର ପୀଡ଼ାକୁ, ଏ ଯେଉଁ ଶରୀରର ସିଷ୍ଟମକୁ ଭଲସେ ବୁଝନ୍ତୁ, ହାତର ପୀଡ଼ାକୁ ଚର୍ମ ମାଧ୍ୟମରେ ହଉ, ସ୍ନାୟୁ ମାଧ୍ୟମରେ ହଉ, ମେରୁଦଣ୍ଡ ଦେଇକିରି ମସ୍ତିଷ୍କକୁ ଏସବୁ ତରଙ୍ଗ ପଠାଉଛନ୍ତି। ଆମେ ଜାଣିପାରୁଛେ, ତାଦ୍ୱାରା ଆମେ ଅନୁଭବ କରୁଛେ ଆଉ ଅନୁଭବ କରୁଛେ ଆମର ପୀଡ଼ାଟାକୁ। ହାତଟା ପୀଡ଼ା ହୁଁ ହେଉଛି ବୋଲିକିରି। ବୁଝିପାରୁଛନ୍ତି? ଆଜ୍ଞା ଆଚ୍ଛା, ଆଜ୍ଞା। କୋଉଠି ଅନୁଭବ କରୁଛେ? ମନରେ ଅନୁଭବ କରୁଛେ। ମନରେ। କେମିତି ଅନୁଭବ କରୁଛେ? ମନରେ ନ୍ୟୁରୋ ଆକ୍ଟିଭିଟିସ୍ ଚାଲିଛି, ନ୍ୟୁରୋନ୍ସ ଆକ୍ଟିଭିଟି, ନ୍ୟୁରୋ ପାଥ୍ ଅଛି, ଯାହାକୁ ସାଇନ୍ସରେ ଆମେ କହୁଛେ। ତ ମନରେ ଅନୁଭବ ମାଧ୍ୟମରେ, ବିଚାର ମାଧ୍ୟମରେ ଏ ପୀଡ଼ାକୁ ଆମେ ଅନୁଭବ କରୁଛେ। ଆଚ୍ଛା, ଯେତେବେଳେ ଅନୁଭବ କରୁଛେ, କିଏ କରୁଛି? କରୁଥିବା ସେ ଦ୍ରଷ୍ଟାକୁ ଚିହ୍ନନ୍ତୁ। ମନ ଅନୁଭବ କରୁଛି, ଆପଣ କହିବେ ମନ ଅନୁଭବ କରୁଛି। ମନ କେମିତି ଆଜ୍ଞା। ଅନୁଭବ କରୁଛି? ମନକୁ ମନ କେମିତି ଦେଖିପାରିବ? ମନକୁ ଯଦିଓ ମୁଁ ଦେଖିପାରୁଛି, ମନର ବ୍ୟଥାକୁ ଯଦିଓ ମୁଁ ଦେଖିପାରୁଛି, ମନର ପୀଡ଼ାକୁ ଯଦିଓ ମୁଁ ଦେଖିପାରୁଛି, ମୁଁ ନିଶ୍ଚୟ ମନଠାରୁ ଭିନ୍ନ ଅଛି, ମନଠାରୁ ଅଲଗା ଅଛି। ମନର ସାକ୍ଷୀ ଭାବରେ, ମନର ଦ୍ରଷ୍ଟା ଭାବରେ, ମନଠାରୁ ଅଲଗା ମୁଁ ଥିବାରୁ ମନରେ ଚାଲୁଥିବା ସେ ବୃତ୍ତିକୁ, ସେ ଦୁଃଖକୁ, ସେ କଷ୍ଟକୁ ମୁଁ ଦେଖିପାରୁଛି। ଜାଗୃତ ଅବସ୍ଥାରେ ମୁଁ ପୀଡ଼ା ରୂପରେ, ଜାଗୃତ ଅବସ୍ଥାରେ ମୁଁ ବିଚାର ରୂପରେ, ବୃତ୍ତି ରୂପରେ ସେ ଯାହା ବି ଅନୁଭବ କରୁଛି। ଯେତେବେଳେ ଶୋଇ ପଡ଼ିଛି, ସେ ସ୍ୱପ୍ନକୁ ମୁଁ ଦେଖୁଛି। ଯଦି ସ୍ୱପ୍ନକୁ ମୁଁ ଦେଖୁଛି, ବିନା ଆଖିରେ ବି ମୁଁ ଦେଖିପାରୁଛି। ଧରିପାରୁଛନ୍ତି କଥାକୁ? ହଁ, ସେତେବେଳେ ଆମେ ଆଖି ତ ବନ୍ଦ ଥାଏ। ଆଖି ତ ବନ୍ଦ ଥାଏ, କିନ୍ତୁ ମୁଁ ହଁ ଦେଖୁଛି। ଆଚ୍ଛା, ସ୍ୱପ୍ନ ହୁଁ ଯାହା ବି ଆମେ ଦେଖିଥାଉ, ସାକ୍ଷାତ ତାକୁ ଅନ୍ୟଙ୍କ ସାଙ୍ଗରେ ଆମେ ଚର୍ଚ୍ଚା କରିଥାଉ। ମୁଁ କାଲି ଭାବି ନିଅନ୍ତୁ, ମୁଁ ଗୋଟେ ସ୍ୱପ୍ନ ଦେଖିଲି, ମୁଁ ଗୋଟେ ଭଲ ହୋଟେଲରେ ବସିଛି, ଇଟିଲି ଖାଉଛି, ଇଟିଲି ସମ୍ବର ଖାଉଛି, ବହୁତ ସୁଆଦିଆ ହେଇଛି। ମୋ ସାଙ୍ଗରେ ଗୋବିନ୍ଦ ବସିଛନ୍ତି, ଗୋବିନ୍ଦ ଭାଇଙ୍କର ମୋର ବସିକିରି ଇଟିଲି ଖାଉଛୁ, ବହୁତ ବଢ଼ିଆ ଚଟଣି ଦେଇଛନ୍ତି, ସମ୍ବର ଦେଇଛନ୍ତି। ଆଚ୍ଛା, ଇଟିଲିର ସ୍ୱାଦକୁ ବି ଆମେ ବର୍ଣ୍ଣନା କରୁଛେ, ଗୋବିନ୍ଦ ଭାଇଙ୍କୁ ବି ଆମେ ବର୍ଣ୍ଣନା କରୁଛେ, ହୋଟେଲରେ ବସିଛେ ବି ଆମେ ବର୍ଣ୍ଣନା କରୁଛେ। ମାନେ ଏତେ ଡିପ୍ଲି ଆମେ କେମିତି କହିପାରିଛେ? ଆମେ ସାକ୍ଷାତ ଅନୁଭବ କରିଛେ, ଆମେ ସାକ୍ଷାତ ଦେଖିପାରୁଛେ, ଅନୁଭବ କରିପାରୁଛେ, ଆଜ୍ଞା। ସେଇଥିପାଇଁ ଆମେ ଅନ୍ୟଙ୍କୁ ବ୍ୟାଖ୍ୟା କରିପାରୁଛେ। ନହେଲେ ତ ଆମେ ଏତେ ସ୍ପଷ୍ଟ କହିପାରିବାନି ନା, ଇଟିଲି ଖାଉଥିଲୁ, ଗୋବିନ୍ଦ ଭାଇ ବସିଥିଲେ ଆଜ୍ଞା। ହୋଟେଲରେ। ତ ସ୍ୱପ୍ନକୁ ଯଦି ଆମେ ସାକ୍ଷାତ ଦେଖିପାରୁଛୁ, ତ ଆମେ ବିନା ଆଖିରେ ବି ଦେଖିପାରୁଛୁ। ଏ କଥାକୁ ଧରନ୍ତୁ ଭଲସେ, ବୁଝିପାରୁଛନ୍ତି? ବିନା ଆଖିରେ ବି ଆମେ ଧରିପାରୁଛୁ। ତାପରେ ଯଦି ବିନା ଆଖିରେ ମୁଁ ଧରିପାରୁଛି, ମୁଁ ଭିତରେ ଅଛି, ମୁଁ ବାହାରେ ନାହିଁ। ଆଜ୍ଞା। ବୁଝିପାରୁଛନ୍ତି? ଭୌତିକ ଆଜ୍ଞା। ସଂସାରକୁ 5ଟା ଜ୍ଞାନେନ୍ଦ୍ରିୟ, 5ଟା କର୍ମେନ୍ଦ୍ରିୟ ମାଧ୍ୟମରେ ମନ ଦ୍ୱାରା ମୁଁ ଅନୁଭବ କରୁଛି। ମୁଁ ସଂସାର, ଶରୀର, ଇନ୍ଦ୍ରିୟ, ମନର ଊର୍ଦ୍ଧ୍ୱରେ ଅଛି। ମନର ଊର୍ଦ୍ଧ୍ୱରେ ଥାଇକିରି ଜାଗୃତ ଅବସ୍ଥାରେ ମୁଁ ଇନ୍ଦ୍ରିୟଙ୍କ ମାଧ୍ୟମରେ, ମନରେ ମୁଁ ପ୍ରତ୍ୟେକ ଅନୁଭବକୁ ଅନୁଭବ କରୁଛି।
ଶୟନ ଅବସ୍ଥାର ସ୍ୱପ୍ନକୁ ବୃତ୍ତି ରୂପରେ ବିଚାର ରୂପରେ ମୁଁ ହିଁ ମନର ସାକ୍ଷୀ ଭାବରେ ମନର ଉର୍ଦ୍ଧ୍ୱରେ ଥାଇକିରି ସେ ସ୍ୱପ୍ନ ସ୍ଥିତିକୁ ମୁଁ ନିଜେ ହିଁ ଅନୁଭବ କରୁଛି। ସୁଷୁପ୍ତି ଅବସ୍ଥାରେ ଯେତେବେଳେ ମନ ମୌନ ରହୁଛି, ମନ ମୋ ସାଙ୍ଗରେ ସମାହିତ ହେଇକି ରହୁଛି, ମୁଁ ଯେହେତୁ କୌଣସି ଦୃଶ୍ୟ ନାହିଁ, ମୁଁ ଭାବୁଛି କିଛି ନାହିଁ। ଏଠି ଦ୍ରଷ୍ଟା ସାଙ୍ଗରେ ଯେତେବେଳେ ଦୃଶ୍ୟ ଯୋଡ଼ି ହେଉଛି, ସେ ଦୃଶ୍ୟ ବିଚାର ହଉ, ସେ ଦୃଶ୍ୟ ଅନୁଭବ କିଛି ଇନ୍ଦ୍ରିୟଙ୍କ ଅନୁଭବ ହଉ, ସେ ଦୃଶ୍ୟ ଶରୀରର କିଛି ସଂବେଦନ ହଉ, ସେ ଦୃଶ୍ୟ ଭୌତିକ କୌଣସି ବସ୍ତୁ ବି ହଉ, ତ ଯେତେବେଳେ ଦ୍ରଷ୍ଟା ରୂପକ ଆତ୍ମା ରୂପକ ମୋ ସାଙ୍ଗରେ ମନ ଯୋଡ଼ି ହେଉଛି, ଇନ୍ଦ୍ରିୟ ଯୋଡ଼ି ହେଉଛନ୍ତି, ସଂସାର ଯୋଡ଼ି ହେଉଛି, ଯେକୌଣସି ଦୃଶ୍ୟ ବି ଯୋଡ଼ି ହେଉଛି, ସେ ଦୃଶ୍ୟକୁ ଦେଖିବା ମାଧ୍ୟମରେ ମୁଁ ଅନୁଭବ କରୁଛି। ଯେତେବେଳେ ଅନୁଭବ କରୁଛି, ମୁଁ ଭାବୁଛି କିଏ ଅଛନ୍ତି, କିଛି ହଉଛି, କିଛି ସଂଗଠନ ଘଟନ ହେଉଛି। ଯେତେବେଳେ ଅନୁଭବ ନାହିଁ, ମୁଁ ମୋ ସାଙ୍ଗରେ ଯେତେବେଳେ ସମାହିତ ହେଇକି ରହୁଛି, ସେତେବେଳେ ମୁଁ ଭାବୁଛି କେହି ନାହାନ୍ତି। କେହି ନାହାନ୍ତି କାହିଁକି ନାହାନ୍ତି? ସେଠି ଦୃଶ୍ୟ ନାହିଁ, ସେଠି ଦ୍ରଷ୍ଟା ଅଛନ୍ତି। ମୁଁ ନାହିଁ ବୋଲି କହିପାରିବାନି। କାହିଁ କହିପାରିବାନି? ସକାଳୁ ଉଠିକି ଆମେ କହୁଛୁ ଆହା ବଢ଼ିଆ ଶାନ୍ତିରେ ଶୋଇଲେ, କେତେ ବଢ଼ିଆ ନିଦ ହେଲା। ସେଇ ଯୋଉ ସୁଷୁପ୍ତି ସମୟରେ ଏଇଟା କାହିଁକି ଆମେ ଅନୁଭବ କରିପାରିଲେନି ଯେ ମୁଁ ସେଠି ଆନନ୍ଦ ଲାଗୁଛି? ଆମେ ଦେଖନ୍ତୁ, କହୁଛେ ନାଇଁ କାଲି ଏତେ ଗଭୀର ନିଦ୍ରାରେ ଶୋଇଲି ଯେ ହଁ କିଛି ଜଣା ପଡିଲାନି, କିନ୍ତୁ ଭାରି ଆନନ୍ଦ ଲାଗିଲା। ଏଇଟା ଯେ ଆମେ ନାଗିଲା କହୁଛେ, ନାଗିଲା ଶୁଣନ୍ତୁ, ସେଠି ସେଇଟା ଦେଖନ୍ତୁ, କହୁଥିବା ଲୋକ ମାନେ ବ୍ୟକ୍ତି କି ଆମେ ନାଇଁ ନିଜେ ନାଇଁ ତ ଦେଖନ୍ତୁ 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 ନା ମନ? ଯେଉଁଠି ନାଇଁ ନାଇଁ ଦେଖନ୍ତୁ, ଯେଉଁଠି ଦୃଶ୍ୟ ରହୁଛି, ଦୃଶ୍ୟକୁ ନେଇକିରି ଅନୁଭବକୁ ନେଇକିରି ସମ୍ବେଦନ ଜାଗୃତ ହେଉଛି। ସେ ଆଜ୍ଞା, ସମ୍ବେଦନକୁ ଆମେ ଦୁଃଖ କହୁଛେ, ସେଇ ସମ୍ବେଦନକୁ ଆମେ ସୁଖ ସୁଖ କହୁଛେ। କହୁଛେ। ଯେଉଁଠି ମନ ନାହିଁ, ମନ ମୌନ ହେଇଯାଇଛି, ହୁଁ। କେବଳ ମୁଁ ଅଛି। ମୁଁ କେମିତି ଅଛି? ମୁଁ ଶାନ୍ତ ସ୍ଥିତିରେ ଅଛି, ମୁଁ ପରମାନନ୍ଦ ସ୍ଥିତିରେ ଅଛି। ସେଇ ସୁଷୁପ୍ତି ଶାନ୍ତ ସ୍ଥିତିରେ ତ ସେଇ ସମୟରେ ଆମେ ଅନୁଭବ କରିପାରିଲେନି। ମନ ଯେତେବେଳେ ସକାଳ ନିଦ ଭାଙ୍ଗିଲା, ଆଜ୍ଞା ମନ ଯେତେବେଳେ ଚେଇଁ ଉଠିଲା, ସେତେବେଳେ ମନ ଦ୍ଵାରା ହିଁ ଅନୁଭବ କଲୁ। ନା 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 ମାନେ ଦେଖନ୍ତୁ ଦେଖନ୍ତୁ ସେଇ ଦେଖନ୍ତୁ ଦେଖନ୍ତୁ ନିରପେକ୍ଷ ଆନନ୍ଦ ଟାକୁ ଅନୁଭବ, ଆମେ ମତେ ସବୁବେଳେ ମତେ କେମିତି ଅନୁଭବ କରିବା? ମତେ ଗୋଟେ କଥା କୁହନ୍ତୁ, ଆଜ୍ଞା। ଅନୁଭବ କାହାକୁ କହୁଛନ୍ତି? ଦୃଶ୍ୟକୁ? ହଁ, ବୁଝିପାରୁଛନ୍ତି? ମନରେ ତ ଯୋଉଟା ଆସୁଛି ସେ ହଁ, ଭାବନା ଗୁଡ଼ିକ। ନାଇଁ ଭାବେନା ବି ତ ଦୃଶ୍ୟ ନା। ହଁ, ଭାବେନା ସେ ଦୃଶ୍ୟ ନୁହଁ କି? ଦୃଶ୍ୟ ଚିନ୍ତା ଭାବେନାକୁ ଭାବନା ବିଚାର ଯୋଉଟା ଆସିଲା ମନରେ ଦୃଶ୍ୟ ରୂପରେ ଆସୁଛି। ମନରେ ଯାହା ବି ବୃତ୍ତି ଏବେ ଦେଖନ୍ତୁ, ଆପଣ ମୋତେ ଫୋନ୍ କରିବା ପୂର୍ବରୁ ଆପଣଙ୍କ ମନରେ ଗୋଟେ ବିଚାର ଆସିଥିବ, ନାଇଁ ଟିକେ ଫୋନ୍ କରିବା, ଏ କଥାଟା ଟିକେ ଚର୍ଚ୍ଚା ହେବ, ମନରେ ଗୋଟେ ମୋର ଡାଉଟ୍ ଆସୁଛି, କଥା ଉପରେ ତାଙ୍କ ସାଙ୍ଗେ ଟିକେ କଥାବାର୍ତ୍ତା ହେବା। ତ ଆପଣ ମନରେ ବୃତ୍ତି ଆସିଲା ନା ନାଇଁ? ବୃତ୍ତି ଆସିବାରୁ ସେ ବୃତ୍ତିକୁ ଆପଣ ଦେଖିଲେ, ତାପରେ ଆକ୍ସନ୍ କଲେ, ହଁ ହଁ ଫୋନ୍ଟା ନଗେଇଲେ ମୋତେ। ହଁ, ଆଜ୍ଞା। ବୁଝିପାରୁଛନ୍ତି? ତ ହଁ ହଁ ବିଚାର ବି ଦୃଶ୍ୟ। ବିଚାର ଯଦିଓ ଦୃଶ୍ୟ, ବିଚାର କୋଉଠି ଆସୁଛି? ମନରେ ଆସୁଛି। ଯଦି ମନରେ ବିଚାର ଆସୁଛି, ମୁଁ ମନଠାରୁ ଭିନ୍ନ ଅଛି। ଆମେ ଗୋଟେ ଭିଡ଼ିଓ ହେଇଥିଲା, ଆପଣ ଦେଖିଥିବେ ବୋଧେ, ବିଦ୍ୟାରଣ୍ୟ ସ୍ୱାମୀଜୀଙ୍କ ଦ୍ୱାରା ଲେଖା ହେଇଥିବା ପଞ୍ଚଦଶୀ କାବ୍ୟର ଷଷ୍ଠ ମନ୍ତ୍ର, ରୂପମ୍ ଦୃଶ୍ୟମ୍ ଲୋଚନମ୍ ଦୃକ୍ ତାଦୃଶ୍ୟಂ ଧୃକ୍ତୁ ମାନସମ୍ ଦୃଶ୍ୟାୟାଧି ବୃତ୍ତ୍ୟାୟ ସାକ୍ଷୀ ଧୃଗେବୁ ନାତ ଦୃଶ୍ୟତେ। ଏ ଯେଉଁ ସେ ସଂସାରକୁ ଦେଖୁଛ, ଏ ସବୁ ଦୃକ୍ ରୂପ। ଦୃଶ୍ୟ ବିବେକରେ ବି ଆପଣ କହିଥିଲେ ଏଇଟା। ଦୃଗ୍ଦୃଶ୍ୟ ବିବେକ, ହୁଁ ଦୃଗ୍ଦୃଶ୍ୟ ହୁଁ ବିବେକ ଥିଲା। ହୁଁ ଦୃଗ୍ଦୃଶ୍ୟ ବିବେକ, ତା ଦେହରେ ରୂପମ୍ ଦୃଶ୍ୟମ୍, ରୂପମ୍ ଦୃଶ୍ୟ ମାନେ ଯାହା ବି ରଙ୍ଗ ରୂପକୁ ଦେଖୁଛ, ଏସବୁ ଦୃଶ୍ୟ। ଲୋଚନମ୍ ଦୃକ୍, ଆଖି ହେଲା ଦ୍ରଷ୍ଟା। ତାଦୃଶ୍ୟମ୍ ହୁଁ। ଧୃକ୍ତୁ ମାନସମ୍, ଆଖି ମାଧ୍ୟମରେ ଏ ଦୃଶ୍ୟର ଅନୁଭବ ମାନସ ମନରେ ପଟାଳରେ, ମନରେ ଆମେ ଦେଖୁଛେ। ତାପରେ ତାପରେ କୁହାଯାଉଛି ତାଦୃଶ୍ୟମ୍ ଧୃକ୍ତୁ ମାନସମ୍ ଦୃଶ୍ୟାୟାଧି ବୃତ୍ତାୟ ସାକ୍ଷୀ। ଦୃଶ୍ୟ ରୂପକ, ବୃତ୍ତି ରୂପକ, ବିଚାର ରୂପକ, ଏ ଯେଉଁ ମନରେ ବୃତ୍ତି ଚାଲିଛି, ତାର ଯିଏ ସାକ୍ଷୀ ଅଛନ୍ତି, ତାର ଯିଏ ଦ୍ରଷ୍ଟା ଅଛନ୍ତି, ଧୃଗେବୁ ନାତୁ ଦୃଶ୍ୟତେ, ତାଙ୍କୁ ଦେଖିବା ପାଇଁ ଚେଷ୍ଟା କଲେ ସେ ଦେଖାଯିବେନି। କାହିଁ ଦେଖାଯିବେନି? ସିଏ ଆପଣ ନିଜେ ନିଜକୁ ନିଜଠାରୁ ଭିନ୍ନ କେମିତି ଦେଖିବେ? ବିଷୟକୁ ବସ୍ତୁ ପରିକା କେମିତି ଅନୁଭବ କରିବେ? ଅସମ୍ଭବ। ବିଷୟ ବିଷୟ, ବିଷୟକୁ ବସ୍ତୁ ପରିକା ଆମେ ନିଜକୁ ନିଜଠାରୁ ଭିନ୍ନ ଦେଖିପାରିବାନି, ଅସମ୍ଭବ। ବୁଝିପାରୁଛନ୍ତି? ନିଜ ସାଙ୍ଗରେ କିନ୍ତୁ ଯେତେବେଳେ ନିଜ କଥା ଭାବିଲା ବେଳକୁ କିନ୍ତୁ ମନ ହିଁ ତ ଆସୁନି, ଭାବି ପାରିବା ହିଁ ନାହିଁ ନିଜ ବିଷୟରେ। କୌଣସି ଗୁଣ ମୁଁ କହୁନି, ନିର୍ଗୁଣ ରୂପରେ କେବଳ ମୁଁ ଏତିକି ତ ଭାବି ପାରୁଛି। ଭାବିଲା ତ ମନ ହିଁ ମନକୁ କୁଆଡେ ଭିଡି ଭାଡିକି ଆସୁଛି, ତାପରେ ଅନ୍ୟ ଚିନ୍ତାଟା ପଳେଇ ଆସୁଛି। ଇଏ ସବୁ ହେଲା ସାଧନାର ଅଭାବ, ହୁଁ ସତ୍ସଙ୍ଗର ହୁଁ। ଅଭାବ, ସତ୍ୟର ଜ୍ଞାନର ଅଭାବ। ବୁଝିପାରୁଛନ୍ତି? ଧୀରେ ମାନେ ଧୀରେ ମୋ କହିବା ଧୀରେ କଥା, ଧୀରେ ମୋର ହଁ ନିଜ ଶୁଣନ୍ତୁ ସ୍ୱରୂପ ଟାକୁ କେବଳ କେମିତି ବୁଝିପାରିବା, ତାର ବୁଝିପାରିଲା ପରେ ଆଜ୍ଞା ଏଇ ଯୋଉ ଜାଗ୍ରତ ଅବସ୍ଥାରେ, ଆଜ୍ଞା ସେ ତ ସୁଷୁପ୍ତି ବେଳେ ତ କିଛି ଜଣା ପଡୁନି, ସେ ଆନନ୍ଦ ଲାଗୁଛି, କିନ୍ତୁ ସେ ଆନନ୍ଦଟା ସେତେବେଳେ ଆମେ ଜାଣିପାରୁନି। କିନ୍ତୁ ଜାଗ୍ରତ ବେଳେ ବିଭିନ୍ନ ସମସ୍ୟା ଥିବ, ଭଲ ଥିବ ମନ୍ଦ ଥିବ, ତା ଭିତରେ ଆମେ ନିଜ ସ୍ୱରୂପ ଟାକୁ କେମିତି ଅନୁଭବ କରିବା, ଆଉ ସର୍ବବ୍ୟାପକତାକୁ କେମିତି ଅନୁଭବ କରିବା, ହଁ ଏଗୁଡା ହଁ କେବଳ ଜାଣିଗଲେ ହବ ନା ହଁ ଆଉ କିଛି ନାଇଁ ରହିଛି? ନାଇଁ ନାଇଁ, ଜାଣିଗଲେ ନୁହଁ, ଜାଣିବା ହୁଁ ସାଙ୍ଗେ ସାଙ୍ଗେ ଆପଣଙ୍କୁ ସାଧନା କରିବାକୁ ପଡ଼ିବ। ସାଧନା ସଙ୍ଗେ ସଙ୍ଗେ
ଆପଣଙ୍କ ଭିତରେ ଯେତେବେଳେ ବ୍ରହ୍ମ ସାଧନା ଜିଜ୍ଞାସା, ମାନେ କଣ କିଛି ଅଭ୍ୟାସ କରିବାକୁ ପଡିବ ନା କଣ? ଅଭ୍ୟାସ କରିବାକୁ ପଡ଼ିବ। ଅଭ୍ୟାସ କଣ କଣ କରିବାକୁ ପଡ଼ିବ? ଆମର ଅଷ୍ଟାଙ୍ଗ ଯୋଗରେ ଯେଉଁ କୁହା ହେଇଥିଲା ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ହୁଁ ଧ୍ୟାନ, ସମାଧି, ଏସବୁ ଜିନିଷ କରିବାକୁ ପଡ଼ିବ। ଯେତେବେଳେ ଆପଣ ଦେଖନ୍ତୁ ଏଠି ମନ ବିଚାରର ବେଗରେ ଅଛି, ବିଭିନ୍ନ ପ୍ରକାର ଆଜ୍ଞା ଚିନ୍ତା ଚିନ୍ତନରେ ହଜି ଯାଇଛି। ଆଜ୍ଞା ମନ ଗୋଟେ ମାନେ କହନ୍ତିନି ଜଙ୍ଗଲୀ ଘୋଡ଼ା ଭଳିଆ ହେଇଯାଇଛି। ତାର କୌଣସି ମନ ଉପରେ ଲଗାମ ନାହିଁ। ମନକୁ କେହି ନିୟନ୍ତ୍ରିତ କରୁଥିବା ପରିକା ମନ ଧୀରେ କେହି ଲଗାମ ଲଗେଇ ନାହାନ୍ତି। ସେ ମନ ଇଚ୍ଛା ସେ ଯେମିତି ଜଙ୍ଗଲୀ ଘୋଡ଼ା ଯୁଆଡ଼େ ମାନେ ସିଆଡ଼େ ଦୌଡ଼ୁଥାଏ, ମନମୁଖୀ ତା କାମ କରୁଥାଏ। ଏବେ ଆମ ମନ ସେଇଆ ହେଇଯାଇଛି। ତ ଏ ମନକୁ ଅନୁଶାସିତ କରିବା ପାଇଁ ପ୍ରତିଦିନ ପ୍ରାଣାୟାମ, ପ୍ରତିଦିନ ଧ୍ୟାନ କରିବାକୁ ପଡ଼ିବ। ଧ୍ୟାନ ପ୍ରାଣାୟାମ ମାଧ୍ୟମରେ କ'ଣ ହେବ? ମନ ଶାନ୍ତ ହେବ, ମନ ସ୍ଥିର ହେବ, ମନ ଅନ୍ତର୍ମୁଖୀ ହେବ, ମନ ମୌନ ହେବ, ମନ ଧୀରେ ଧୀରେ ଧ୍ୟାନ ମାଧ୍ୟମରେ ସମାଧିସ୍ଥ ହେବ। ଯେତେବେଳେ ସମାଧିସ୍ଥ ହେବ, ବାରମ୍ବାର ସମାଧି ଅବସ୍ଥାକୁ ଯାଇପାରିଲେ ମନ ତୁରୀୟ ସ୍ଥିତିକୁ ଯାଇପାରିବ। ଜାଗୃତ, ସ୍ୱପ୍ନ, ସୁଷୁପ୍ତି ଛଡ଼ା ଚତୁର୍ଥ ଅବସ୍ଥା ଗୋଟେ ଅଛି ଆମର, ଯାହାକୁ କହୁଛେ ଆମର ନୁହଁ ମୋର, କାହିଁକିନା ଆତ୍ମା ଏକ। ହୁଁ। ସେଇ ଏଠି କହୁଛନ୍ତି, ସେଠି ଆପଣ ଜାଗାରେ ଶୁଣୁଛନ୍ତି। ଯୋଉ ରହିଛି ଚତୁର୍ଥ ମନ୍ୟ ତ ସ୍ୱାତ୍ମା ସବିଜ୍ଞ, ସେଇଟା ନିଶ୍ଚୟ ନିଶ୍ଚୟ ଏ ନିଶ୍ଚୟ। ଚତୁର୍ଥ ମାନେ ତୁରୀୟ ଅବସ୍ଥାଟା। ତୁରୀୟ ଅବସ୍ଥା। ସେ ହୁଁ ଅବସ୍ଥାକୁ ଯେତେବେଳେ ଯିବେ, ସେତେବେଳେ ଆପଣ ଦେଖିପାରିବେ ସବୁଠି ମୁଁ ହିଁ ମୁଁ ଅଛି। ମୋ ଛଡ଼ା କିଞ୍ଚିତ ବି କିଛି ନାହିଁ, ମୁଁ ହିଁ ନାଇଁ ନାଇଁ, ବ୍ରହ୍ମ। ଆମେ ତ ଜାଣିଲେ ମନଟା ମୁଁ ନୁହଁ, ପୁଣି ମନକୁ ସ୍ଥିର କରିବା ପାଇଁ ଏତେ କାହିଁ ପାଲା କରିବା? ପାଲା ନକଲେ ହବ କେମିତି? ଆଜ୍ଞା ସୁନ୍ଦର ପ୍ରଶ୍ନ ପଚାରିଲେ। ଗୋଟେ କଥା କୁହନ୍ତୁ, ହୁଁ। ମନ ମନ ଆପଣ ନୁହଁ ମନ ତ ଜାଣିପାରୁଛନ୍ତି। ଦୃଶ୍ୟ ଜଡ। ଶୁଣନ୍ତୁ ଟିକେ, ଶୁଣନ୍ତୁ ଆଜ୍ଞା ଟିକେ, ଶୁଣନ୍ତୁ ଆଜ୍ଞା ଟିକେ ପୂର୍ବରୁ ଆପଣ ନିଜେ ହିଁ କହୁଥିଲେ ମନ ଭିତରେ ବିଚାର ଆସୁଛି, ମନ ବିଚଳିତ କରୁଛି। ହୁଁ ହୁଁ ଏ ବିଚଳିତରୁ ଊର୍ଦ୍ଧ୍ୱକୁ ଯିବା ପାଇଁ ପାଲା କରିବାକୁ ପଡ଼ିବ, ସାଧନା କରିବାକୁ ଆଚ୍ଛା ପଡ଼ିବ। ଆଚ୍ଛା ସାଧନା ବିନା କେମିତି ସିଦ୍ଧିପ୍ରାପ୍ତ ହବ? ବୁଝିପାରୁଛନ୍ତି? ଇଏ ଆଜ୍ଞା ବ୍ରହ୍ମଲୀଳା ହେଲା, ନିଜକୁ ନିଜେ ହଜେଇ ଦଉଛନ୍ତି, ନିଜକୁ ଖୋଜୁଛନ୍ତି, ସାଧନା ମାର୍ଗରେ ନିଜକୁ ପାଇକିରି ତୃପ୍ତ ହଉଛନ୍ତି। ଏଠି ଦେଖନ୍ତୁ, ଭୌତିକ ବସ୍ତୁ ପଦାର୍ଥ ଅନାତ୍ମ ତତ୍ଵ, ଅନିତ୍ୟ ପଦାର୍ଥ, ସଦା ସର୍ବଦା ରହିବନି। ଭୌତିକ ବସ୍ତୁ ଯାହା ବି ହଉ, ଘର, ପରିବାର, ବନ୍ଧୁ ସମ୍ପର୍କ, ପଦପଦବୀ, ଧନ ସମ୍ପତ୍ତି, କାର, ବଙ୍ଗଳା, ଶରୀର ଯେତେ ବି ସୁନ୍ଦର ହେଇଥାଉ, ଶରୀର ଭିତରେ ଯେତେ ବି ଶକ୍ତି ଥାଉ, ଶକ୍ତିମାନ ହେଇଥାଉ, ବୁଝିପାରୁଛନ୍ତି? ମୁଣ୍ଡରେ ଯେତେ ବି ବୁଦ୍ଧି ଥାଉ, ଆପଣ IAS, IPS ଯାହା ବି ହୁଅନ୍ତୁ ନା କାହିଁକି, ଏ ସବୁ ଜିନିଷ ସମୟ ଆସିବ, କ୍ଷୟ ହେବ। ସମୟ ଆସିବ, ଏସବୁ ଜିନିଷ ଆପଣଙ୍କୁ ହରେଇବାକୁ ପଡ଼ିବ। ଏଇଠି ମିଳିଥିଲା, ଏଇଠି ସେ ଫେର ପଞ୍ଚଭୂତରେ ବିଲୀନ ହେଇଯିବ। ତ ଇଏ ଯେଉଁ ଅନାତ୍ମା ତତ୍ଵ ସାଙ୍ଗରେ ଆପଣ ସମ୍ପର୍କ ବାନ୍ଧିକିରି ଗୋଟେ ଏମିତିଆ ଅବସ୍ଥାରେ ମନକୁ ନେଇ ଯାଉଛନ୍ତି, ଆପଣ ଭାବୁଛନ୍ତି ଅନାତ୍ମା, ଅନିତ୍ୟ, ନିତ୍ୟ ହେଇଯାଆନ୍ତା କି? ମୋତେ ଯେଉଁଟା ଭଲ ଲାଗୁଛି ସେଇଟା ମୋ ସାଙ୍ଗରେ ରହନ୍ତା, ଯେଉଁଟା ଭଲ ଲାଗୁନି ସେଇଟା ମୋ ସାଙ୍ଗରେ ରହନ୍ତାନି। ନା ଆମେ ବେଦ ଅନୁଯାୟୀ ଜୀବନଯାପନ କରୁଛେ, ନା ଆମେ ଇନ୍ଦ୍ରିୟଙ୍କୁ ସଂଯମିତ ରଖୁଛେ, ନା ଆମେ ମନକୁ ନିୟନ୍ତ୍ରିତ ରଖୁଛେ। ଏସବୁ ଜିନିଷର ଅଭାବରୁ ମନ ଉତ୍ପାତ କରୁଛି, ଇନ୍ଦ୍ରିୟ ତାଙ୍କ ଭୋଗ୍ୟ ବସ୍ତୁରେ ହଜି ମଜି ଯାଉଛନ୍ତି। ଏଠି ଟିକେ ଦେଖନ୍ତୁ, କ୍ଲିୟର ଶୁଣା ଯାଉନି ଆଜ୍ଞା। ହ୍ୟାଲୋ ଆଜ୍ଞା ହ୍ୟାଲୋ, ଟିକେ ଶୁଣା ଯାଉନି। ଏବେ ଶୁଭୁଛି? ହଁ 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 ଶୁଭିଲା। ହଁ, ଶୁଣନ୍ତୁ ଗୋଟେ କଥା, ଆପଣ ଜାଣିଲେ ଆପଣ ବ୍ରହ୍ମ। ଆଜ୍ଞା ଆପଣ ଜାଣିଲେ ଯଦି ଆପଣ ବ୍ରହ୍ମ, ଆପଣ ମନକୁ ନିୟନ୍ତ୍ରିତ କରିବା କଥା, ନା ଆପଣ ମନରେ ନିୟନ୍ତ୍ରିତ ହବା, ମାନେ ମନର ନିୟନ୍ତ୍ରଣରେ ହବା ଦରକାର? ଆମ ମନକୁ ନିୟନ୍ତ୍ରଣ କରିବା କଥା। ହଁ ଆଚ୍ଛା, ଏ ମନ ସାଙ୍ଗେ ସାଙ୍ଗେ ଆପଣଙ୍କ ଯେଉଁ ଇନ୍ଦ୍ରିୟ ଅଛନ୍ତି, ସେ ଇନ୍ଦ୍ରିୟ ଆପଣଙ୍କ ନିୟନ୍ତ୍ରଣରେ ରହିବା ଦରକାର, ନା ଇନ୍ଦ୍ରିୟଙ୍କ ନିୟନ୍ତ୍ରଣରେ ଆପଣ ରହିବା ଦରକାର? ଆମେ ଇନ୍ଦ୍ରିୟକୁ ନିୟନ୍ତ୍ରଣ କରିବା ଆଉ ସେଇ ଇନ୍ଦ୍ରିୟକୁ ସେଇଟା ନିୟନ୍ତ୍ରଣ କରିକି ଆମେ ରହିବା। ସେଇଟା ଏବେ ହଉଛି କି? ଆପଣ ନିଜକୁ ପରଖନ୍ତୁ। ନାଇଁ ନାଇଁ ସେଇଟା ତ ହଉନି। ଆପଣଙ୍କ ଇନ୍ଦ୍ରିୟଙ୍କୁ ଆପଣ ନିୟନ୍ତ୍ରିତ ରଖିଛନ୍ତି କି? ନାଇଁ ଆପଣଙ୍କ ଆମେ ଯୋଉଟା ମନକୁ ଆପଣ ନିୟନ୍ତ୍ରିତ ନାଇଁ ରଖିଛନ୍ତି ନାଇଁ କି? ରଖିନାହାନ୍ତି। ନାଇଁ ଆପଣ ଭାବି ନିଅନ୍ତୁ, ଆପଣ ଗୋଟେ ରଥରେ ବଇଛନ୍ତି। ରଥ ସାରଥୀ ଚଲାଉଛି, ଆପଣ ରଥୀ ଭାବରେ ସେ ରଥରେ ବଇଛନ୍ତି। ଯଦିଓ ଭାବି ନିଅନ୍ତୁ ଆପଣଙ୍କ ନିୟନ୍ତ୍ରଣରେ ସାରଥୀ ରହିବେନି, ସାରଥୀଙ୍କ ନିୟନ୍ତ୍ରଣରେ ଘୋଡ଼ା ରହିବେନି, ରଥ ଆପଣଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବ କି? ରଥ ଆପଣଙ୍କ ଅନୁଯାୟୀ ଚାଲିବ କି? କୁହନ୍ତୁ। ନା ସେଟା ଆମେ ନିୟନ୍ତ୍ରଣ କଲେ ଠିକ ବାଟରେ ପହଞ୍ଚିବା ଆଉ ହଁ, ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବା। ସେଇଥିପାଇଁ ପାଲା କରିବାକୁ ପଡ଼ିବ। ଆଜ୍ଞା ବୁଝିପାରିଲେ? ଆଉ ଯୋଉ ମାନେ କହୁଥିଲେ ଆମ କହିବା କଥା ଯୋଉଟା ଆମେ ନୁହଁ, ଆଜ୍ଞା
ସେଇଟାକୁ ପୁଣି ଏତେ କାହିଁ ନିୟନ୍ତ୍ରଣ କରିବା? ସେଟା ତ ଆମେ ନୁହଁ ହଁ ନା, ହଁ ଆମେ ଏ କଥା ନିଜ ଏବେ ପ୍ରତି ବୁଝିପାରିଲେ, ମୁହୂର୍ତ୍ତରେ ଏବେ ବୁଝିପାରିଲେ, ଏବେ ବୁଝିପାରିଲେ। ଶୁଣନ୍ତୁ ପ୍ରତି ମୁହୂର୍ତ୍ତରେ ଶୁଣନ୍ତୁ ଆମ ଶୁଣନ୍ତୁ ସ୍ୱରୂପରେ ଶୁଣନ୍ତୁ ଆମେ ସମାହିତ ହେଇକି ରହିବା। ନାଇଁ ନାଇଁ ଶୁଣନ୍ତୁ 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 ଏଠି କଥା ହେଲା ସର୍ବମ୍ ଖଲ୍ବିଦମ୍ ବ୍ରହ୍ମ ନେହ ନାନାସ୍ତି କିଞ୍ଚନ। ଯାହା ଦେଖୁଛନ୍ତି, ଯିଏ ଦେଖୁଛନ୍ତି ସମସ୍ତେ ସେଇ ବ୍ରହ୍ମ ହିଁ। ବୁଝିପାରୁଛନ୍ତି? ତାହେଲେ ଯାହା ମନ ବି ଶୁଣନ୍ତୁ ନିଶ୍ଚିତ ଶୁଣନ୍ତୁ ବ୍ରହ୍ମ। ନାଇଁ ଟିକେ ଯୋଉ ଦୟାକରି ମନଟା ଆମେ ଟିକେ ଦେଖୁଛେ। ଟିକେ 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 ହଁ ଧୀରେ କୁହନ୍ତୁ ଧୀରେ କୁହନ୍ତୁ। ବୁଝିବା, ଧୀରେ ଧୀରେ ହଁ ଗୋଟେ କୁହନ୍ତୁ। ପ୍ରଶ୍ନ ପଚାରିଲେ ପ୍ରଶ୍ନର ଉତ୍ତର ବୁଝିବେ, ତାପରେ ଆଉ ଗୋଟେ ପ୍ରଶ୍ନକୁ ଯିବା। କାହିଁକିନା ବ୍ରହ୍ମ ଆଜ୍ଞା। ଜ୍ଞାନ ହେଲା ଗୋଟେ ସାଗର ପରିକା। ଇଏ ଗୋଟେ କଥା କଥା ହଉଥିବା ଆଉ କୁଆଡେ ମାରିବା, ସେ କଥା କ୍ଲାରିଫିକେସନ ହବନି। କାହିଁକି ନା ଆମେ ମଝିରେ ଶିଖୁଛେ, ଇଏ ଧୀରେ ଧୀରେ ଗୋଟେ ଗୋଟେ ଇଏରେ ଯାଇଥିଲେ ସେ ସିକ୍ୱେନ୍ସଲି ଆମେ ବୁଝିପାରିଥାନ୍ତେ। ଅଇଖା ଡିଷ୍ଟର୍ବ ହେଇଯିବ। ତ ଯେଉଁ ଯେଉଁ ପ୍ରଶ୍ନର ଉତ୍ତର ଆଗ ଶୁଣନ୍ତୁ ଶାନ୍ତ ମନରେ, ତାପରେ ଦ୍ୱିତୀୟ ପର୍ଯ୍ୟାୟକୁ ଯିବା। ଆମେ ସବୁ ଯଦ୍ୟ ଆମେ ସବୁ ବେଲିକରେ ଆମେ ଏବେ ଶୁଣୁଛେ କିନ୍ତୁ ତାକୁ ଅନୁଭବ କରିନେ। ଗୋଟେ ଭାବି ନିଅନ୍ତୁ ଗୋଟେ ଖେଳ ଅଛି, ଗୋଟେ କ୍ରିକେଟ ଖେଳ ଅଛି। ସେ ଆଜ୍ଞା କ୍ରିକେଟ ଖେଳର କିଛି ନିୟମ ଅଛି, କିଛି ନିବନ୍ଧନ ଅଛି। ସେ ନିୟମ ନିବନ୍ଧନ ଅନୁଯାୟୀ ଯେତେବେଳେ ସେ ଖେଳକୁ ଆପଣ ଖେଳିବେ, ଖେଳର ଆନନ୍ଦକୁ ସୁଖକୁ ନେଇପାରିବେ। ସେ ନିୟମ ଆଜ୍ଞା ବିରୁଦ୍ଧ ଯେତେବେଳେ ଆପଣ ଖେଳିବେ, ଆପଣ ଖେଳିପାରିବେନି କି ଜିତି ପାରିବେନି। ଏଠି ବି ସେଇଆ, ଏ ଯେଉଁ ବ୍ରହ୍ମଲୀଳାରେ କିଛି ରୀତି ନୀତି, କିଛି ନିୟମ ନିଷ୍ଠା, କିଛି ସାଧନା, ଏସବୁ ଜିନିଷ ଅଛି। ସେସବୁ ଜିନିଷ ଯେତେବେଳେ ଆପଣ ଧୀରେ ଧୀରେ ଆଚରଣ କରିବେ, ସମୟ ଆସିବ ଆପଣ ଯେତେବେଳେ ଅନୁଭବ କରିବେ, କିମ୍ବା ଜ୍ଞାନ ଯେତେବେଳେ ଆପଣଙ୍କ ବାରମ୍ବାର, ଏବେ ଆପଣ ନିରିଧ୍ୟାସନ କରୁଛନ୍ତି, ଯାହା ମନରେ ପ୍ରଶ୍ନ ଉଠିଲା ସେ ପ୍ରଶ୍ନକୁ ମୋତେ ପଚାରୁଛନ୍ତି। ଶ୍ରବଣ ମନନ ନିରିଧ୍ୟାସନ ମାନେ ଗୋଟେ କଥାକୁ, ବ୍ରହ୍ମଜ୍ଞାନ କଥା ଆପଣ ଭିଡ଼ିଓ ମାଧ୍ୟମରେ ଦେଖିଲେ କିମ୍ବା କୌଣସି ଗ୍ରନ୍ଥ ମାଧ୍ୟମରେ ପଢ଼ିଲେ, ତାକୁ ମନରେ ମନନ କଲେ, ତାଙ୍କୁ କାହାରିକୁ ପଚାରିଲେ, ସେଟା ବୁଝିଲେ। ବୁଝିପାରୁଛନ୍ତି? ଦ୍ୱିତୀୟ ଆଜ୍ଞା ସାଧନା ମାଧ୍ୟମରେ ଧୀରେ ଧୀରେ ସେ କଥାକୁ ବୁଝିଲେ, ଆଉ ନିଜେ ଅନୁଭବ କଲେ। ଅନୁଭବ କଲେ ସମ୍ପୂର୍ଣ୍ଣ ଏ କଥାକୁ ଆପଣ ଜାଣିପାରିବେ। ଅନୁଭବ କରିବା ପୂର୍ବରୁ ଧୀରେ ଧୀରେ ଯେତେବେଳେ ଜ୍ଞାନ ବି ଗଭୀର ହେବ, ଏ କଥାକୁ ଚିହ୍ନି ପାରିବେ, ଜାଣିପାରିବେ, ବୁଝିପାରିବେ। କିନ୍ତୁ ଆଜ୍ଞା ଏବେ ଯେହେତୁ ଆପଣ ଅଧୁରା ଜ୍ଞାନରେ ଅଛନ୍ତି, ଅଧା ଜିନିଷକୁ ଜାଣିଛନ୍ତି, ଏ ଅଧୁରା ଜ୍ଞାନ ଆପଣଙ୍କୁ ବିଚଳିତ କରୁଛି। ବୁଝିପାରୁଛନ୍ତି ନା ନାଇଁ? ତ ଆଜ୍ଞା ଧୀରେ ଧୀରେ ଏଠି ମତେ କଥା, ଆମେ ଯେଉଁ କଥା କଥା ହଉଛେ, ଆ ଦେହରେ କିଛି ମାନିବା କଥା କଥା ହଉଛେ କି? ସ୍ୱପ୍ନ କଥା, ସୁଷୁପ୍ତି କଥା, କି ନିଜର ଅନୁଭବ କଥା, ଆ ଦେହରେ କିଛି ମାନିବାକୁ ପଡୁଛି ନା ସବୁ ଅନୁଭବର କଥା କଥା ହଉଛେ? ଏ ଅନୁଭବ କଥା। ସବୁ ପ୍ରାକ୍ଟିକାଲ କଥା। ଆ ଦେହରେ ମୁଁ କହୁନି ଆଜ୍ଞା ଯେ ମୃତ୍ୟୁ ପରେ କୋଉଠିକି ଯାଇକିରି ଆମେ ଈଶ୍ୱରଙ୍କୁ ଚିହ୍ନିବା, କି ମୁଁ ଆତ୍ମା କେତେବେଳେ ମଲା ପରେ ଦେହରୁ ବାହାରିକିରି କୋଉଠି ଭୂତ ପ୍ରେତ ରୂପରେ କୁଆଡେ ବୁଲିବି, ଏମିତି କିଛି କୁହା ହଉନି। ଯୋଉଟା ପ୍ରତିଦିନ ଆମେ ଅନୁଭବ କରୁଛେ, ସେଇ କଥାକୁ ଯେହେତୁ ଆଧାର କରି କୁହାହଉଛି, ଏଠି ମୁଁ ଆତ୍ମା, ମୁଁ ମୋ ଭିତରେ ଏ ସଂସାର ରୂପକ ଲୀଳାକୁ ରଚିଛି, କିନ୍ତୁ ମୁଁ ନିଜକୁ ଭୁଲି ଯାଉଛି, ନିଜକୁ ଚିହ୍ନୁଛି। ଏଇଟା ମୁଁ ରଚିଥିବା ଲୀଳା। ଆଚ୍ଛା, ଲୀଳାରେ ଯେପର୍ଯ୍ୟନ୍ତ ମୁଁ ନିଜକୁ ଚିହ୍ନିନି, ମୁଁ ବିଧିବତ୍ ଶାସ୍ତ୍ରବତ୍ ସାଧନା କରିବାକୁ ପଡ଼ିବ। ଇନ୍ଦ୍ରିୟଙ୍କୁ, ମନକୁ ସଂଯମିତ ରଖିବାକୁ ପଡ଼ିବ। ସମୟ ଆସିବ ମୁଁ ନିଜ ସ୍ୱରୂପକୁ ଚିହ୍ନି ପାରିବି, ମୁଁ ମୋତେ ଜାଣିପାରିବି। ତ ସେ ଯାଏ ସାଧନା ମାଧ୍ୟମ, ଶାସ୍ତ୍ର ମାଧ୍ୟମ, ଗୁରୁ ମାଧ୍ୟମ, ବସ୍ତ୍ର ମାଧ୍ୟମ, ଅନୁଶାସନ ମାଧ୍ୟମ। ବୁଝିପାରୁଛନ୍ତି? ଏବେ କ'ଣ ନା, ଆଜ୍ଞା ଯେହେତୁ ଚିହ୍ନି ନାହାନ୍ତି, ବିଭିନ୍ନ ପ୍ରଶ୍ନ ଆସିବ। କେତେବେଳେ ଆସିବ, ଯଦି ବ୍ରହ୍ମ ସବୁ, ଯେମିତି ଆପଣ ପଚାରୁଥିଲେ, ମନ ବି ବ୍ରହ୍ମ। ମନ ବ୍ରହ୍ମ ସତ୍ୟ, କିନ୍ତୁ ମନ ଅନାତ୍ମା, ଅନିତ୍ୟ ପଦାର୍ଥ, ଅନିତ୍ୟ ନିତ୍ୟର। ଭଏସ ଟା କଟିଗଲା। ହ୍ୟାଲୋ, ଆଜ୍ଞା ହଁ ଶୁଣିପାରୁଛନ୍ତି? ହଁ ହଁ, ଶୁଣନ୍ତୁ। ଏଠି ଶୁଣନ୍ତୁ। ଅନିତ୍ୟ ବସ୍ତୁରୁ ବଞ୍ଚିତ କରିକିରି ନିତ୍ୟ ପଦାର୍ଥକୁ ଚିହ୍ନିବା ପାଇଁ ସାଧନା। ଯେତେବେଳେ ନିତ୍ୟ ପଦାର୍ଥକୁ ଚିହ୍ନିଦେବେ, ସବୁ ଚିହ୍ନିଦେବେ। ତାଙ୍କୁ ଚିହ୍ନିଲେ ସବୁ ଚିହ୍ନି ହେଇଯିବ, ତାଙ୍କୁ ବୁଝିଲେ ସବୁ ବୁଝି ହେଇଯିବ। ଖେଳ ମାନେ ସମ୍ପୂର୍ଣ୍ଣ ହେଇଯିବ, ମନ ତୃପ୍ତ ହେଇଯିବ। ତାଙ୍କୁ ବୁଝିବା ଯାଏ ଯାହା ବି ପ୍ରଶ୍ନ ଆସୁଛି, ସେ ପ୍ରଶ୍ନକୁ ବାରମ୍ବାର ପଚାରିବାକୁ ପଡ଼ିବ। ମୋତେ ଗୋଟେ କଥା କୁହନ୍ତୁ, ଆପଣଙ୍କ ବିନା, ଆପଣଙ୍କ ମନ ବିନା ସଂସାର ଅଛି କି? ନାହିଁ। ନାହିଁ। ମନ ରହିଛି ବୋଲି ସଂସାର ଦେଖା ହଉଛି। ହଁ, ଯାହା କିନ୍ତୁ ଭିତରେ ମନ କିନ୍ତୁ ନାହିଁ ସଂସାର ହଁ, ନାହିଁ। କିନ୍ତୁ ବ୍ୟବହାରିକ ରୂପରେ ଆମେ ଯେହେତୁ ମନ ଭିତରେ କିଛି ବିଚାର ପୁରେଇଛେ, କି ଆମକୁ କହିଛି ଗୋଟେ ବିରାଟ ପୃଥିବୀ ଅଛି, ପୃଥିବୀରେ ଅନେକ ଦେଶ ଅଛି, ଅନେକ ଦେଶରେ ଅନେକ ରାଜ୍ୟ ଅଛି, ଅନେକ ରାଜ୍ୟରେ ଅନେକ ଜିଲ୍ଲା, ଜିଲ୍ଲାରେ ଗାଁ, ଗାଁରେ ଘର, ଘରେ ଗୋଟେ ଶରୀର, ସେ ଶରୀର ହେଲା ମୁଁ। ଆମେ ଏହିପରିକା ପରିଚୟ ପାଇଛେ, ଏହିପରିକା ବ୍ୟବହାରିକ ରୂପରେ ଆମେ ଚିନ୍ତାଧାରା ଜଣେ ଜଣକୁ ଆଦାନ ପ୍ରଦାନ କରିବାରୁ ସେଇ ପରିକା ହିଁ ଆମେ ସଂସାରକୁ ପରଖୁଛେ। କିନ୍ତୁ ସତ୍ୟକୁ ଯଦି ଆମେ ଭଲ କିନ୍ତୁ ତର୍ଜମା କରିକି ଦେଖିବା, ପରଖିବା, ଆମେ ବୁଝିପାରିବା
ମୋ ବିନା ଶରୀର କୋଉଠି ଅଛି, ମୋ ବିନା ଘର କୋଉଠି ଅଛି, ମୋ ବିନା ଗାଁ କୋଉଠି ଅଛି, ମୋ ବିନା ଡିଷ୍ଟ୍ରିକ୍ଟ କୁହନ୍ତୁ, ଷ୍ଟେଟ୍ କୁହନ୍ତୁ, ଦେଶ କୁହନ୍ତୁ, ବିଶ୍ୱ କୁହନ୍ତୁ, ସାରା ପୃଥିବୀ କୁହନ୍ତୁ, ସାରା ବ୍ରହ୍ମାଣ୍ଡ କୁହନ୍ତୁ, ଯାହା ବି କୁହନ୍ତୁ, ମୋ ବିନା କୋଉଠି ଅଛି। ବୁଝିପାରୁଛନ୍ତି? ପ୍ରଥମେ ମୁଁ ଚେତନା, ତାପରେ ଏଗୁଡିକ ହଁ, ସବୁ ଦେଖା ହଉଛି ଆଉ। ବାସ୍ ମୁଁ ଚେତନା, ମୋ ଆମେ ହେଲୁ ମୋ କେନ୍ଦ୍ର ବିନ୍ଦୁ ଆଉ। ବାସ୍ ଆମେ ନୁହଁ ମୁଁ। ହଁ ଆମେ ଠିକ କହିଲେ ଠିକ। ଦିଟା ହେଇଯିବେ। ଦୁଇ ମୁଁ ଆସିବ। ଚୈତନ୍ୟ ସତ୍ତା, ମୋ ଭିତରେ, ମୋ ଦ୍ୱାରା ମୋତେ ଆଧାର କରିକିରି ଚିଦାଭାସ ରୂପରେ ମନ ପରିଚାଳନା ହେଉଛି। ମନ ମାଧ୍ୟମରେ ଇନ୍ଦ୍ରିୟ ପରିଚାଳନା ହେଉଛନ୍ତି, ଇନ୍ଦ୍ରିୟ ମାଧ୍ୟମରେ ଶରୀର ପରିଚାଳନା ହେଉଛି, ଶରୀର ମାଧ୍ୟମରେ ସଂସାର ପରିଚାଳନା ହେଉଛି। ସଂସାରରେ କିଛି ବି ହେଉ, ସଂସାରରେ ଗଛ ବୃକ୍ଷ ତରୁ ଲତା ପଶୁ ପକ୍ଷୀ, ଏ ବହୁତ ଗଭୀର ଜ୍ଞାନ, ଛୋଟ ମୋଟ କଥା ନୁହଁ। ଏକଦମ ବି ଚିହ୍ନି ହେବନି, ଏକଦମ ବି ବୁଝି ହେବନି। ଯେଉଁଠି ବି ମନରେ ପ୍ରଶ୍ନ ଉଠିବ, ବାରମ୍ବାର ସେ ପ୍ରଶ୍ନକୁ ଚର୍ଚ୍ଚା କଲେ ଧୀରେ 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 ସମୟ ଲାଗିବ ଏସବୁ କଥାକୁ ଚିହ୍ନିବା ପାଇଁ। କାହିଁକିନା ଆମେ ଛୋଟବେଳଠୁ ଯଦିଓ ଆମେ ଯେମିତି ଯେଉଁ ବୟସରୁ ଅପରା ବିଦ୍ୟାକୁ ପଢ଼ୁଛେ, ଯେମିତି ଆଜିକାଲି ଦେଖନ୍ତୁ 3 ବର୍ଷ ପିଲାକୁ ନେଇକରି ଆମେ ପ୍ଲେ ସ୍କୁଲରେ ପଠାଇ ଦେଉଛେ, ଛୋଟ ପିଲାଙ୍କୁ ସେଠି ଗୀତ ଗପ ନାଚ ଶିଖେଇକିରି ତାଙ୍କୁ ମାନେ ମାନେ ଅପରା ବିଦ୍ୟାକୁ ଶିଖାଉଛନ୍ତି। ସେମିତି ଏବେ ତ ଯଦି ସମାଜରେ ସେଇଭଳିଆ ବ୍ୟବସ୍ଥା ହେଇଛି ଆଉ। ଚାଲିଛି, ତ ଆମର ଯେଉଁ ଏଭଳି ଆଶ୍ରମ କଥା କେହି ବିଦ୍ୟା ଶୁଣିବାକୁ ଥିଲା, ଚାହୁଁନାହାନ୍ତି। ଚାହୁଁନାହାନ୍ତି ନ ଚାହୁଁନାହାନ୍ତି ନ ଏ କଥାରେ ଏତେ ରସ ଅଛି, ଆପଣ ସବୁ କାମ କାର୍ଯ୍ୟ ଛାଡ଼ିକିରି ଶୁଣିବେ, କିନ୍ତୁ ଏ କଥାର ସଠିକ୍ ପ୍ରଚାର ହେଉନି। ଏ କଥାଟାକୁ ବୁଲେଇ ବଙ୍କେଇକିରି ଗପ କାହାଣୀ କରିକିରି ଠିକ। ଦ୍ୱୈତ ରୂପରେ ଆଶା ଅଭିଳାଷ ଦେଖି ପ୍ରଚାର କରିବାରୁ ଏ କଥାରେ ଟିକେ ଯେଉଁ ରୁଚିଟା କମିଯାଇଛି, ତେଣୁକରି ଲୋକ ଶୁଣୁନାହାନ୍ତି। କିନ୍ତୁ ଏ କଥାରେ ଏତେ ଗଭୀର ଜ୍ଞାନ ଅଛି, ଏତେ ଆନନ୍ଦ ଅଛି, ଜୀବ କାନ ଡେରିକିରି ଶୁଣିବ। ବୁଝିପାରୁଛନ୍ତି? କାହିଁକିନା ଏ ଯେ ନିଜ କଥା କୁହାଯାଉଛି, ନିଜର ବିରାଟ ତତ୍ତ୍ୱ କଥା କୁହାଯାଉଛି, ନିଜର ଆତ୍ମତତ୍ତ୍ୱ କଥା କୁହାଯାଉଛି, ନିତ୍ୟ ପଦାର୍ଥ କଥା କୁହାଯାଉଛି। ବୁଝିପାରୁଛନ୍ତି? ତ ଧୀରେ ଧୀରେ ସମୟ ଆସିବ, ଏ କଥାକୁ ବୁଝିପାରିବେ। ଆଉ ଯେଉଁ ଦ୍ୱିତୀୟ ପ୍ରଶ୍ନ ପଚାରିଲେ, ମୁଁ ଆତ୍ମା ବୁଝିପାରିଲେ ନା ନାହିଁ ମନର ଊର୍ଦ୍ଧ୍ୱରେ ଅଛନ୍ତି ବୋଲିକିରି। ଆଜ୍ଞା ଆଜ୍ଞା। ଦ୍ୱିତୀୟ, ମୁଁ ବ୍ୟାପକ, ଏଇଟାକୁ ମନକୁ ତୁରୀୟ ସ୍ଥିତିକୁ ନେଲେ ବୁଝିପାରିବେ। ଶାସ୍ତ୍ର ପ୍ରମାଣ ଆଉ ଏସବୁ ଏମିତି ଗପ କାହାଣୀ କୁହା ହେଉନି, ଶାସ୍ତ୍ର ପ୍ରମାଣ ଦେଇକି ବ୍ୟାଖ୍ୟା କରାହେଇଛି, ଯେତିକ ଭିଡ଼ିଓ ଆପଣ ଦେଖିଥିବେ। ଆଉ ବ୍ୟାପକ ରୂପକୁ ଦେଖିବା ପାଇଁ ହେଲେ ଅନୁଭବ କରିବାକୁ ପଡ଼ିବ। କିଏ କହିଲେ ବି ଏ କଥାକୁ ବିଶ୍ୱାସ ହେବନି, କାହିଁକିନା ଛୋଟବେଳଠୁ ଆମେ ମନକୁ ବିଭିନ୍ନ ଜାତି ଧର୍ମ ସ୍ତ୍ରୀ ପୁରୁଷ, ଜ୍ଞାନୀ ଅଜ୍ଞାନୀ, ଧନୀ ଗରିବ, ଉଚ୍ଚ ନୀଚ, ବିଭିନ୍ନ ପ୍ରକାର ପଶୁ ପକ୍ଷୀ ତରୁଲତା କୀଟପତଙ୍ଗ, କେତେ ପ୍ରକାରରେ ଆମେ ମନକୁ ଦୂଷିତ କରିଦେଇଛୁ, ଅନେକ କରିଦେଇଛୁ। ଏ ବିଚାରଧାରା ସାଙ୍ଗରେ ଆମ ଏ ବ୍ରହ୍ମଜ୍ଞାନ ମେଳ ଖାଇବନି। ମେଳ ଖାଇବ କେତେବେଳେ? ଧୀରେ ଧୀରେ ଯେତେବେଳେ ଅନୁଭବ କରିବେ, ଧୀରେ ଧୀରେ ଯେତେବେଳେ ସାଧନା କରିବେ, ଧୀରେ ଧୀରେ ବାରମ୍ବାର ଯେତେବେଳେ ସତ୍ସଙ୍ଗ କରିବେ, ଆଉ ଅନୁଭବ ହେଇଗଲା ତ ସବୁ ସରିଗଲା କାମ। ବୁଝିପାରୁଛନ୍ତି? ଆଚ୍ଛା, ଯୋଉ ଅନୁଭବ ହେଇଗଲା, ଆମେ କେମିତି ଜାଣିବା ଯେ ମୁଁ ଠିକ ଅନୁଭବ କରିପାରିଲି ଏବେ ଠିକ ନିଜ ଆତ୍ମାରେ ରହିଲି? ସେଇଟା ଶୁଣନ୍ତୁ, ସେଇଟା ଆଜ୍ଞା, ଅନୁଭବ କଲେ ଜାଣିବେ। କାହିଁକି ଦେଖନ୍ତୁ, ମିଠା ମାନେ କେମିତି ନିଜକୁ ନିଜେ ପରଖିବା ନିଜ କେମିତିକା? ସେଇଟା ଜଣା ପଡ଼ିବ। ସେ ବିରାଟ, ଏଇଟା ଛୋଟ ମୋଟ କଥା ନୁହଁ ଆଜ୍ଞା। ବ୍ରହ୍ମାନୁଭୂତି କରିବା ବିରାଟ, ମାନେ ଜୀବନର ଅନ୍ତିମ ଲକ୍ଷ୍ୟ, ଜୀବନର ପରମ ଉଦ୍ଦେଶ୍ୟ। ତ ସେ ଉଦ୍ଦେଶ୍ୟ ଯେତେବେଳେ ପ୍ରାପ୍ତି ହେବ ନା, ଆପଣଙ୍କୁ କହିବାକୁ ପଡ଼ିବନି, ଆଖି ଲୁହରେ ଭରିଯିବ, ମନ ଆନନ୍ଦରେ ପ୍ରଫୁଲ୍ଲିତ ହେଇଯିବ, ଶରୀରର ପ୍ରତ୍ୟେକ ରୁମ ଟାଙ୍କୁରି ଉଠିବ। ବୁଝିପାରୁଛନ୍ତି? ଏ ଛୋଟ କଥା ନୁହଁ। ସେ ଅନୁଭବକୁ ଆପଣ ପଚାରିବାକୁ ପଡ଼ିବନି, ସେ ଅନୁଭବରେ ଆପଣ ଲୁପ୍ତ ହେଇଯିବେ, ତୃପ୍ତ ହେଇଯିବେ, ମୋହିତ ହେଇଯିବେ। ଆଉ ତାଠାରୁ ବଡ଼ ଶାନ୍ତି, ତାଠାରୁ ବଡ଼ ଖୁସି, ତାଠାରୁ ବଡ଼ ଆନନ୍ଦ ଏ ସଂସାରରେ କିଛି ନାହିଁ। ଆଉ ସେ ସମୟ ଆସିଲେ ଆପେ ଆପଣ ବୁଝିଯିବେ, କାହାକୁ ବୁଝେଇବାକୁ ପଡ଼ିବନି। ଆପଣ ବୁଝେଇବେ, ତାପରେ ଲୋକଙ୍କୁ ଆପଣ ବୁଝେଇବେ ସମସ୍ତଙ୍କୁ। ବୁଝିପାରୁଛନ୍ତି? ଏଇଟା ଆଜ୍ଞା। ଆସିବ, ସେ ଅବସ୍ଥା ଆସିବ। ତା ପାଇଁ ତା ଦେହରେ ସେଇ ଦେଖନ୍ତୁ, ଅବସ୍ଥାକୁ ଆସିବା ପାଇଁ ଏବେ କଣ କରିବାକୁ ପଡ଼ିବ? ଆପଣ ଖାଲି ଏମିତି ଦେଖନ୍ତୁ ଗୋଟେ, ଶୁଣିଲେ ବୁଝିଲେ ହଁ ନାଇଁ ହେଇଯିବ ନାଇଁ, ତା ନା? ଦେହରେ ଗୋଟେ ପ୍ଲେ ଲିଷ୍ଟକୁ ଯିବେ ୟୁଟ୍ୟୁବରେ, ଆଜ୍ଞା। ପ୍ରାକ୍ଟିକାଲ ସାଧନା ଗୋଟେ ଅଛି ପ୍ଲେ ଲିଷ୍ଟ। ତା ଦେହରେ ତାକୁ ସବୁ ଦେଖନ୍ତୁ। ତା ଦେହରେ ଯମ କ'ଣ, ଯମରେ ସବୁ 5ଟା ଜିନିଷ କୁହାହେଇଛି, ନିୟମରେ 5ଟା ଆଚରଣ ଯମ କୁହାହେଇଛି। ନିୟମ ଆସନ ହଁ ପ୍ରାଣାୟାମ ଏଗୁଡିକ ଯୋଉ ଅଷ୍ଟାଙ୍ଗ ହଁ, ଯୋଉଟା। ଅଷ୍ଟାଙ୍ଗ ଯୋଗ ଦେଖନ୍ତୁ। ତାପରେ ସାଧନ ହୁଁ ଚତୁଷ୍ଟୟ ହୁଁ। ବି ଗୋଟେ ଅଛି। ସାଧନ ଚତୁଷ୍ଟୟରେ ଆପଣଙ୍କର ବିବେକ ବୈରାଗ୍ୟ ସମାଧି ଷଟ୍ସମ୍ପତ୍ତି ମୁମୁକ୍ଷତ୍ୱ, ତା ଉପରେ ବି ସବୁ କୁହାହେଇଛି। ତାକୁ ସବୁ ଟିକେ ଦେଖନ୍ତୁ। ଆଉ ଯେତିକି ହେଇପାରିବ ଆଚରଣ କରନ୍ତୁ, ଧୀରେ 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 ଆଚରଣ କରନ୍ତୁ। ପ୍ରତିଦିନ କିଛି ସମୟ ନିର୍ଦ୍ଧାରିତ କରିକି ପ୍ରାଣାୟାମ କରନ୍ତୁ, ଧ୍ୟାନ କରନ୍ତୁ। ଯୋଉ ମୁମୁକ୍ଷୁତ୍ୱ ସେଇଟା କଣ ମାନେ? ମୁମୁକ୍ଷତ୍ୱ ହେଲା ବ୍ରହ୍ମ ଜିଜ୍ଞାସା, ମୁଁ ବ୍ରହ୍ମାନୁଭୂତି କରିବି, ଏଇପରିକା ଇଚ୍ଛା ଶକ୍ତି। ବୁଝିପାରୁଛନ୍ତି? ଇଚ୍ଛା ଶକ୍ତି, ମନ ଭିତରେ ଇଚ୍ଛା ଶକ୍ତି। ଆପଣଙ୍କ ଭିତରେ ଇଚ୍ଛା ଶକ୍ତି ଥିବାରୁ ଏବେ ଏତେ ସମୟ ହେଲେ କଥା ହେଉଛନ୍ତି, ଏତେ ଶାନ୍ତ ମନରେ ବୁଝୁଛନ୍ତି। ତ ଏ ଇଚ୍ଛା ଶକ୍ତିକୁ ଦୃଢ଼ୀଭୂତ କରିବାକୁ ପଡ଼ିବ।
ବହୁତ ଲୋକ ଅଛନ୍ତି ପ୍ରବଚନ ଶୁଣନ୍ତି, ହଁ ଠିକ୍ ଅଛି ବାବା ମାନେ ତ ଗପନ୍ତି ସାଧୁମାନେ ଏମିତି କହନ୍ତି, ଠିକ୍ ଅଛି ଚାଲ ଯିବା ଆମେ ଏ କାମ କରିବା ସେ କାମ ଭୁଲି ଯାଆନ୍ତି। ମାନେ ତାଙ୍କ ଭିତରେ ବୈରାଗ୍ୟ ନଥାଏ, ତାଙ୍କ ଭିତରେ ମୁମୁକ୍ଷତ୍ୱ ନଥାଏ, ଟାଇମ୍ ପାସ୍ କରିବା ପାଇଁ ବହୁତ ଲୋକ ଶୁଣନ୍ତି। ଟାଇମ୍ ପାସ୍ କରିବା ପାଇଁ ହେଲେ ଟାଇମ୍ ପାସ୍ ହିଁ ହେଇଯିବ, ସତ୍ୟକୁ ଆମେ ଚିହ୍ନି ପାରିବାନି। ତ ସତ୍ୟକୁ ଚିହ୍ନିବା ପାଇଁ ହେଲେ ମୁମୁକ୍ଷତ୍ୱର ଆବଶ୍ୟକ ଅଛି, ବ୍ରହ୍ମ ଜିଜ୍ଞାସା। ବୁଝିପାରୁଛନ୍ତି? ହୁଁ। ଠିକ୍ ଅଛି, ଭଲ ଲାଗିଲା। ଏ ସ୍ପିଚ୍ଟା ବି ବହୁତ ଗଭୀର ହେଲା, ଆକୁ ବି ଆଉ ଅପଲୋଡ଼ ଗୋଟେ କରିଦେବା। ପ୍ରଶ୍ନ, ଏଇ ଯୋଉ ଯେମିତି ବରଫ ଜଳ ହିଁ ବରଫ ଆଜ୍ଞା ନା ନାହିଁ, ଆଜ୍ଞା ବରଫଟା ଆମେ ମିଥ୍ୟା କହୁଛେ, କେବଳ ଜଳ ଅଛି। ଆଜ୍ଞା। ତାହେଲେ ସେଇଭଳି ଭାବରେ ମନ ମିଥ୍ୟା କି ସେଇଭଳି ଭାବରେ କେବଳ ମୁଁ ଅଛି, ଚେତନ ଅଛି, ବାସ୍ ବାସ୍ ବାସ୍, ମନ ସେଇଟା ମିଥ୍ୟା। କି? ମନ ମିଥ୍ୟା, ଆଜ୍ଞା। ଠିକ୍ କହିଲେ। ମାନେ ଏଇ ମନ ଦୃଷ୍ଟିରୁ ମିଥ୍ୟା। ମନ ମିଥ୍ୟା। ଆଉ ଗୋଟେ ହଁ, ହେଲା ମନ ନାଶ, ବହିରେ ଲେଖା ଦେଖନ୍ତୁ ହେଇଛି। ଗୋଟେ କଥା ଦେଖନ୍ତୁ, ହୁଁ। ଯାହା ବି ପରିବର୍ତ୍ତନ ହଉଛି ସେ ଆଜ୍ଞା। ଅନାତ୍ମା, ଅନିତ୍ୟ ପଦାର୍ଥ। ଯାହା ପରିବର୍ତ୍ତନ ହଉନି ସେ ଆପଣ, ନିତ୍ୟ ପଦାର୍ଥ। ମାନେ ମିଥ୍ୟା ଅର୍ଥ ଟୋଟାଲ ନାହିଁ ତାହା ନୁହଁ, ଅନ୍ୟ ଏକ ରୂପରେ ରହିଛି, ମୁଁ ରୂପରେ ରହିଛି, ସେଇଟା କି ନା କଣ? ନାଇଁ ନାଇଁ ନାଇଁ, ମୋ ହୁଁ। ରୂପରେ ଆପଣ ସେ ଅହଙ୍କାରକୁ କହୁଛନ୍ତି। ଅହଙ୍କାର ନୁହଁ। ଦେଖନ୍ତୁ ମୁଁ ସିମ୍ପଲି ଆପଣଙ୍କୁ କହିଲି, ବହୁତ ସହଜ ଭାବରେ ଆପଣଙ୍କୁ କହିଲି, ଯାହା ବି ପରିବର୍ତ୍ତନ ହେଉଛି ସେ ଅନିତ୍ୟ ନୁହେଁ, ସେ ମାନେ ସେ ଅନିତ୍ୟ, ନିତ୍ୟ ନୁହେଁ। ଯାହା ବି ପରିବର୍ତ୍ତନ ହେଉଛି, ଯାହାର ବି ସମୟ ସୀମା ଅଛି, ସିଏ ହେଲା ଅନିତ୍ୟ ପଦାର୍ଥ, ସିଏ ହେଲା ମାୟା। ଆଉ ନିତ୍ୟ ପଦାର୍ଥ କିଏ? ମୁଁ। ତାହେଲେ ମୁଁ କେଉଁଠି ଅଛି, ମୁଁ କେମିତି ଅଛି, ମୋତେ ମୁଁ ଚିହ୍ନିବା ପାଇଁ ଏ ଆଧ୍ୟାତ୍ମିକତା ହେଲା ମାର୍ଗ, ସାଧନା ହେଲା ମାର୍ଗ, ସତ୍ସଙ୍ଗ ହେଲା ମାର୍ଗ। ତ ମୁଁ ଯଦି ନିତ୍ୟ ପଦାର୍ଥ, ଏଠି କ'ଣ ପରିବର୍ତ୍ତନ ହେଉଛି କ'ଣ ପରିବର୍ତ୍ତନ ହେଉନି ତାକୁ ପରଖିବାକୁ ପଡ଼ିବ ବାରମ୍ବାର। ଯଦିଓ ସଂସାର ପରିବର୍ତ୍ତନ ହେଉଛି, ସଂସାର ମାନେ ଅନିତ୍ୟ ପଦାର୍ଥ। ଯଦିଓ ଆଜ୍ଞା। ଇନ୍ଦ୍ରିୟଙ୍କ ଅନୁଭବ, ଇନ୍ଦ୍ରିୟଙ୍କ ବିଷୟବସ୍ତୁ, ଇନ୍ଦ୍ରିୟଙ୍କ ଭୋଗ୍ୟବସ୍ତୁ ଯଦିଓ ପରିବର୍ତ୍ତନ ହେଉଛି, ତାହେଲେ ସେସବୁ ବି ଅନିତ୍ୟ ପଦାର୍ଥ। ଯଦି ମନ ପରିବର୍ତ୍ତନ ହେଉଛି, ମନ ବି ଅନିତ୍ୟ ପଦାର୍ଥ। ଯଦି ଅହଙ୍କାର ପରିବର୍ତ୍ତନ ହେଉଛି, ଅହଙ୍କାର ବି ଅନିତ୍ୟ ପଦାର୍ଥ। ଅହଙ୍କାର କେଉଁଠି ପରିବର୍ତ୍ତନ ହେଉଛି? ଯେତେବେଳେ ଆମେ ସୁଷୁପ୍ତି ଅବସ୍ଥାକୁ ପଳାଉଛେ, ଶୟନ ଅବସ୍ଥାରେ ଯେତେବେଳେ ଆମେ ଶୋଇ ପଡ଼ିକିରି ସୁଷୁପ୍ତି ଅବସ୍ଥାରେ ପଳାଉଛେ, ମୁଁ କିଏ ବି ଆଉ ମୋର ମନେ ରହୁନି। ମୁଁ ଯେଉଁ ଦେହକୁ ନିଜ ସ୍ୱରୂପ ମାନିଥିଲି, କି ଦେହ ସାଙ୍ଗରେ ଯେଉଁ ଘର ପରିବାର ସଂସାର ଯାହା ଚିହ୍ନଟ କରୁଥିଲି, ସୁଷୁପ୍ତି ଅବସ୍ଥାରେ ଅହଙ୍କାର ରୂପର ମୁଁ ବି ପରିବର୍ତ୍ତନ ହେଇଯାଉଛି। ତ ମୁଁ ବି ସେ ଅହଙ୍କାର ବି ଅନିତ୍ୟ ପଦାର୍ଥ। ତ ଅହଙ୍କାର ପରେ ସୁଷୁପ୍ତି, ସୁଷୁପ୍ତି ବି ଗୋଟେ ଏକ ପ୍ରକାର ଅନୁଭବ। ସୁଷୁପ୍ତିର ଊର୍ଦ୍ଧ୍ୱରେ ଯିଏ ନିତ୍ୟ ପଦାର୍ଥ ସିଏ ମୁଁ। କିନ୍ତୁ ତାଙ୍କୁ ଚିହ୍ନିବେ କେମିତି? ବାରମ୍ବାର ଏମିତି ସତ୍ସଙ୍ଗ, ସାଧନା, ଶାସ୍ତ୍ର ଅଧ୍ୟୟନ, ସମୟ ଆସିବ ଚିହ୍ନିଯିବେ। ଆପଣ ଗୋଟେ ଭିଡିଓରେ କହୁଥିଲେ ଯେ ମନର ଊର୍ଦ୍ଧ୍ୱକୁ ଯାଆନ୍ତୁ। ଆରେ ମନର ଊର୍ଦ୍ଧ୍ୱ ଗଲେ ଆଜ୍ଞା। ତାହେଲେ ଏ ଯୋଉ ବ୍ୟବହାରିକ ଜୀବନ ଆମେ କେମିତି ଚଳପ୍ରଚଳ କରିବା, କେମିତି ଚଳିବା କେମିତି? ଏଠି ସାଧନାରେ ନିଜକୁ ଯେ ଚିହ୍ନିବା ପାଇଁ ସୁଷୁପ୍ତ ଅବସ୍ଥା କୁହାହଉଛି। ଆମର ହେଇଯିବ। ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ, ଆଜ୍ଞା। ମନର ଊର୍ଦ୍ଧ୍ୱକୁ ଯିବା ମାନେ ପାଇଁ କୋଉ ମନରେ ଆମେ ବ୍ୟବହାରିକ ଜୀବନ କରିବା? ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ, ଆପଣ ଯିବା ପାଇଁ କୋଉଥିପାଇଁ କୁହା ହଉଥିଲା ସେଠି? ଆଜ୍ଞା। କୋଉଥିପାଇଁ କୁହା ହଉଥିଲା? ସାଧନାରେ ନିଜକୁ ଚିହ୍ନିବା ପାଇଁ। ଆଜ୍ଞା। ସେଇ ଅବସ୍ଥାରେ 24 ଘଣ୍ଟା ରହିବା ପାଇଁ ଆପଣଙ୍କୁ କୁହା ହେଇଛି କି? ଆପଣଙ୍କୁ ମନର ଊର୍ଦ୍ଧ୍ୱକୁ ଯାଇକି ସେଇଠି ରହିଯାଆନ୍ତୁ ଆଉ ବହିର୍ମୁଖୀ ହୁଅନ୍ତୁନି, ଏମିତି କୁହା ହେଇଛି କି କୋଉ ଭିଡ଼ିଓରେ? ଧ୍ୟାନ ସମୟରେ। ହଁ, କିଛି ସମୟ ଗୋଟେ କଥା ଶୁଣନ୍ତୁ, ତାର ମନର ଊର୍ଦ୍ଧ୍ୱକୁ ଗଲେ ଆପଣଙ୍କୁ ଦୁଇଟା ଲାଭରେ ଲାଭାନ୍ୱିତ ହୋଇପାରିବେ। ପ୍ରଥମ ଲାଭ ହେଲା, ମନ ଚଞ୍ଚଳ ଅସ୍ଥିର ରହିବାରୁ ଅଜାଣତରେ ଆପଣ ଦୁଃଖିତ ରହୁଛନ୍ତି, ବିଚଳିତ ରହୁଛନ୍ତି। ବୁଝିପାରୁଛନ୍ତି? ଆଜି ଘରେ ଘରେ ବ୍ଲଡ ପ୍ରେସର ବ୍ୟାପିଛି, କାହିଁ ବ୍ୟାପିଛି? ଏଇ ଅସ୍ଥିରତାକୁ ନେଇକରି, ଏଇ ଚଞ୍ଚଳତାକୁ ନେଇକରି। କୋଉଠି କ'ଣ ଟିଭିରେ ନ୍ୟୁଜ୍ ଦେଖିଦେଲେ, କୋଉଠି କ'ଣ କାହାର ମର୍ଡର ହେଇଗଲା, କାହାର କୋଉଠି ଆକ୍ସିଡେଣ୍ଟ ହେଇଗଲା, କୋଉଠି କାହା ସାଙ୍ଗସାଥି ମେଳରେ ପରଚିନ୍ତନ କରିକିରି କ'ଣ ଆଡ଼ୁ ସାଡ଼ୁ କଥାବାର୍ତ୍ତା ହେଇଗଲେ, କୋଉଠି କ'ଣ ନ୍ୟୁଜ୍ ପେପରରେ ପଢ଼ିଦେଲେ, କୋଉଠି କ'ଣ ଆଡ଼ୁ ସାଡ଼ୁ ଭାବି 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 ମନ ଗୋଟେ ବିଚାର ଜାଲରେ ବେଗରେ ଭାସି ଯାଉଥିବା ମନକୁ କିଛି ସମୟ ସ୍ଥିର କରିବା ପାଇଁ, କିଛି ସମୟ ତାକୁ ଶାନ୍ତ କରିବା ପାଇଁ ଆମେ ଧ୍ୟାନ କରୁଛେ। ମନର ଊର୍ଦ୍ଧ୍ୱକୁ ଯିବା ପାଇଁ କୁହାଯାଉଛି। ମନର ଊର୍ଦ୍ଧ୍ୱକୁ ଯାଉଛେ ମାନେ କ'ଣ? ମନ ଯେତେବେଳେ ବିଚାର କରୁଛି, ମନ ବୃତ୍ତି କରୁଛି, କାର୍ଯ୍ୟ କରୁଛି, କାର୍ଯ୍ୟରୁ ଯେତେବେଳେ ମନ, ଭାବି ନିଅନ୍ତୁ ଗୋଟେ ଫ୍ୟାନ୍ ଚାଲିଛି, ଫ୍ୟାନ୍କୁ ଦିନ ରାତି ଚଲେଇବା, 24 ଘଣ୍ଟା ଚଲେଇବା, ସପ୍ତାହେ ଚଲେଇବା, ମାସେ ଚଲେଇବା, ନଷ୍ଟ ଫ୍ୟାନ୍ର ହବ, ଅବସ୍ଥା କ'ଣ ହେବ? ନଷ୍ଟ ହେଇଯିବ, ସେଇ ଫଏଲ ଫଏଲ ପୋଡିଯିବ, ଆମ ମନର ଅବସ୍ଥା କାପାସିଟର ବି କମିଯିବ। ଆମ ମନର ଅବସ୍ଥା ବି ଏବେ ସେଇ ପରିକା ଅଛି। ତ ମନର ପ୍ରତ୍ୟେକ ଦିନ କିଛି ଊର୍ଦ୍ଧ୍ୱକୁ ସମୟ ତାକୁ ଶାନ୍ତ ଅବସ୍ଥାକୁ ଆଣିବା। କିଛି ସମୟ ଶାନ୍ତ ଅବସ୍ଥାକୁ ଆଣିବାକୁ ପଡ଼ିବ ସାଧନାରେ। ହୁଁ। ଆଣିଲେ କ'ଣ ହେବ? ମନ ସ୍ଥିର ରହିଲେ ମନ ବିବେକୀ ହେବ, ଆତ୍ମା ଅନାତ୍ମା, ନିତ୍ୟ ଅନିତ୍ୟ ପଦାର୍ଥର ପାର୍ଥକ୍ୟକୁ ବୁଝିପାରିବ।
ବୁଝିପାରୁଛନ୍ତି ନା ନାଇଁ? ତ ଆଜ୍ଞା ମନକୁ ଉର୍ଦ୍ଧ୍ୱକୁ ନାଇଁକିରି ଆପଣ ଯୋଉ ପଚାରିଲେ ତାହେଲେ ସଂସାରରେ ବଞ୍ଚିବା କେମିତି, ମୁଁ ହୁଁ। ଏ କଥା କୁହାହଉନି 24 ଘଣ୍ଟା ଆପଣ ସେଇ ସ୍ଥିତିରେ ରୁହନ୍ତୁ। ମାନେ ସାଧନାରେ ଯୋଉ ସେ ଗୀତାରେ ଲେଖା ସ୍ଥିତିକୁ, ହେଇଛି ତସ୍ମାତ୍ ସର୍ବେଷୁ କାଳେଷୁ ମାମ୍ ଅନୁସର ଯୁଧ୍ୟଚ, ହଁ, ମାନେ ସର୍ବସୁଖ ତ ମାମ୍ ସେଠି ମାନେ ଯେ ଅଛି। ଆତ୍ମାକୁ ଶୁଣନ୍ତୁ, ଯେ ସ୍ମରଣ ଯେ- କରିବା ଏବଂ ହଁ, ସାଂସାରିକ ଜୀବନ ଯାପନ କରିବା, ବାସ୍, ଏଇଟା କେମିତି ହବ? ନା ନା, ସଂସାରିକ ଜୀବନଯାପନ ଖରାପ ନୁହଁ। ସଂସାରିକ ଜୀବନଯାପନ କିନ୍ତୁ ଶାସ୍ତ୍ର ଅନୁଯାୟୀ ସଂସାର କରନ୍ତୁ। ତ ରହିବାକୁ ପଡିବ, ଠିକ ଠିକ ବ୍ୟବହାରରେ ରହିବାକୁ ପଡିବ, ଶୁଣନ୍ତୁ ଠିକ ଠିକ ଶୁଣନ୍ତୁ, କାମ ହଁ, କରିବା। ଶାସ୍ତ୍ର ଅନୁଯାୟୀ କରନ୍ତୁ ତ ସଂସାରର ସୁଖ ମିଳିବ। କିନ୍ତୁ ଶାସ୍ତ୍ର ଅନୁଯାୟୀ ନ କରିକି ଲୋଭ ମୋହରେ ପଡ଼ିକିରି ମାୟାରେ ଯେତେବେଳେ ପଡ଼ିକିରି ଅନାତ୍ମକ ଅନିତ୍ୟ ପଦାର୍ଥକୁ ନିତ୍ୟ ଭାବିକିରି ସତ୍ୟ ଭାବିଲେ ସେଠି ସେ ମାୟା ଆପଣଙ୍କୁ ଦୁଃଖ ହିଁ ଦେବ। ସଂସାର ଖରାପ ନୁହଁ। ସଂସାର ସଂସାର ଯଦି ଖରାପ ବ୍ରହ୍ମଲୀଳା କାହିଁ ହେଉଥିଲା? ସଂସାରକୁ ନ ବୁଝିବା ଅବିଦ୍ୟା ହେଲା ସଂସାରକୁ ଖରାପ ଭାବିବାରେ ଆମକୁ ପ୍ରେରିତ କରୁଛି। ମାନେ ଆମେ ବୁଝିବାର ଭୁଲ ଆଉ ଅଜ୍ଞାନତା ଯୋଗୁଁ ବୁଝିବାର ଆମେ ଭୁଲ, କହୁଛେ। ଅଜ୍ଞାନତା। ଯେତେବେଳେ ଜ୍ଞାନ ହଁ। ପ୍ରବଳ ହେବ, ଶାସ୍ତ୍ର ଅନୁଯାୟୀ ଜୀବନଯାପନ କରିବେ, ସେତେବେଳେ ଧୀରେ ଧୀରେ ସଂସାରକୁ, ମନକୁ, ଶରୀରକୁ, ଇନ୍ଦ୍ରିୟକୁ, ନିଜ ସ୍ୱରୂପକୁ ବୁଝିପାରିବେ ଯେତେବେଳେ, ଆଉ ସଂସାର ଆପଣଙ୍କୁ ଦୁଃଖ ଦେବନି। ବୁଝିପାରୁଛନ୍ତି? ବହୁତ ଗଭୀର କଥା। ଧୀରେ ଧୀରେ ଟିକେ ଧୈର୍ଯ୍ୟ ରଖନ୍ତୁ, ଧୀରେ ଧୀରେ ଭିଡ଼ିଓ ଦେଖନ୍ତୁ, ଆଉ ମଝି ମଝିରେ ଏମିତି ଆମେ ଚର୍ଚ୍ଚା କରିବା। ଆଜି ଭଲ ଚର୍ଚ୍ଚା ହେଲା, ଏଇଟା ଅପଲୋଡ଼ କରିଦେବା, ଅନେକ ଲୋକଙ୍କ ପାଖରେ ପହଞ୍ଚିବା ଦରକାର। ଏଇ ଜ୍ଞାନର ଅଭାବର ସଂସାର ଆଜି ଆମେ ସମସ୍ତେ ଏକ ହେଇକିରି ବି ଅନେକ ରୂପରେ, ଭିନ୍ନ ରୂପରେ ଜଣେ ଜଣକୁ ଆଜି ଦେଖନ୍ତୁ ସ୍ୱାର୍ଥ ପାଇଁ ମଣିଷ, ଯିଏକି ମାଧବ ସ୍ୱରୂପ ଆଜି ଦାନବ ପାଲଟି ଯାଇଛି। ତ ଏଇଟା ଅପଲୋଡ଼ ସେଇ କଥା, କରିଦେବା। ଯୋଉ ସମାଜରେ ତ ଏମିତି ବ୍ୟବସ୍ଥା ରହିଛି ଯେ ଅନ୍ୟାୟ ଅତ୍ୟାଚାର ଚାଲିଛି, ନା ନା, ଯେମିତିକା ସମାଜ ସଂସାର କଥା ଆମେ ଆଉ କଥା ହେବାନି। ଆମେ ବହୁତ ଗଭୀର ଚର୍ଚ୍ଚା କରୁଛେ, ଫେର ମାୟାରେ ମୋ କହିବା କଥା, ହଜିବନି। ଜଣେ ଏଇ ଦିଗକୁ ଆସିବ କେମିତି, କେମିତି ଜାଣିପାରିବ? କୁହାହଉଛି ସତ୍ସଙ୍ଗରେ ବିବେକ ଉଦୟ ହୁଏ। ସତ୍ସଙ୍ଗ କେମିତି ଆସିବ? ଏମିତି କୁସଙ୍ଗରେ ଲୋକ ଲିପ୍ତ, ନାଇଁ ସେଇଟାକୁ ହିଁ ନାଇଁ, ସୁଖ ମନେ କରି ସବୁ ଚାଲିଛି। ଅଛି ଅଛି ଅଛି, ତାର ସବୁ ହୁଁ। ବିଧି ଅଛି, ସେ କଥା ଜଣେ ହେବା। ଆସିପାରିବ କେମିତି? ମନେକର ଆସିପାରିବେ। ମୁଁ ଜଣେ ସାଙ୍ଗକୁ ଏମିତି କହୁଛି ଭିଡିଓଟା ଦେଖ, ଏଟା ଜାଣ, ହୁଁ, ଆପଣ ଭିଡିଓ ପଠଉଛି ହ୍ୱାଟ୍ସଆପ ରେ, ଆଜ୍ଞା ଆଜ୍ଞା। ସେଥିରେ କିଏ ଦେଖୁଛନ୍ତି କିନ୍ତୁ ଏଇଗୁଡା ମତେ ଭଲ ଲାଗୁନି, ଇଏ ଭଲ ନାହିଁ, ଏମିତି କହୁଛନ୍ତି ତାଙ୍କୁ। ଆର ସେ- ମୂଲ୍ୟକୁ ସେ ବୁଝି ନାହାନ୍ତି। ହଁ, ଆ ସେ ଯେ ମାନେ ମୂଲ୍ୟକୁ ଇଣ୍ଟିମେଟ ସେମାନେ, ଫ୍ରେଣ୍ଡ, ତାଙ୍କୁ ଆମେ କେମିତି କଣ ବୁଝିବା, କେମିତି କଣ? ତାଙ୍କୁ ଧୀରେ ଧୀରେ କିଛି ଗପ କାହାଣୀ କୁହନ୍ତୁ। ତାଙ୍କୁ ଧୀରେ ଧୀରେ କୋଉଠି ସତ୍ସଙ୍ଗ ହୁଁ। ହଉଥିବେ ଥରେ ନେଇକି ତାଙ୍କୁ ସେମାନେ କିନ୍ତୁ ବସନ୍ତୁ। ମନ୍ଦିର ଯାଉଛନ୍ତି, ପୂଜା କରୁଛନ୍ତି, ଏ ହଁ ଦିଗରେ ହଁ, ଧୁରନ୍ଧର। ତାଙ୍କୁ କିନ୍ତୁ ତାଙ୍କୁ ଶୁଣନ୍ତୁ, କହିଲେ ନାଇଁ, ସେଗୁଡା ତାଙ୍କୁ, ମତେ ଭଲ ଲାଗୁନି। ନା ନା, ଭଲ ଲାଗୁନି କହୁଛନ୍ତି କାହିଁକିନା ସେ ଯେଉଁ ପରିକା ଚିହ୍ନିଛନ୍ତି, ଯେଉଁ ପରିକା ତାଙ୍କୁ ମା ବାପାଙ୍କଠୁ କି ସାଙ୍ଗସାଥି ମେଳରୁ କି ସଂସାରରୁ ଯେଉଁ ପରିକା ଜ୍ଞାନ ମିଳିଛି, ହୁଁ ସେ ହୁଁ। ଜ୍ଞାନକୁ ଆଧାର ସେଇଟାକୁ କରିକି ସତ୍ୟ ସେମାନେ ମନେ କରି ପରଖୁଛନ୍ତି ଚାଲିଛନ୍ତି ନା। ଆଉ। ସେ ଜ୍ଞାନରୁ ମାନେ ଉର୍ଦ୍ଧ୍ୱକୁ କେମିତି ଈଶ୍ୱର ଯିବେ? ବିଶ୍ୱାସୀ କିନ୍ତୁ ଦ୍ୱୈତ ଉପରେ ହଁ, ଠିକ ବିଶ୍ୱାସୀ। ଦ୍ୱୈତ ଉପରେ, କାହିଁକି ନା ହୁଁ ତାଙ୍କୁ ଆପଣ ଦେଖନ୍ତୁ, କିଛି କିଛି ପ୍ରଶ୍ନ ପଚାରିବେ, କହିବେ ଆମେ ତ ଠାକୁରଙ୍କୁ ପୂଜୁଛେ, ଠାକୁର କିଏ? ତମେ ଦେଖିଛ କି? ଯଦି ଦେଖିନ ତାହେଲେ ଆମେ ଅନ୍ଧାରରେ ବାଡ଼ି ବୁଲାଉନେ କି? ଯଦି ଆମେ ଜାଣିନେ, ତାଙ୍କୁ ପଚାରିବେ, ସେ ସେଠୁ ଆପଣଙ୍କୁ ପଚାରିବେ ତାହେଲେ କେମିତି ଦେଖିବା? ଆପଣ କହିବେ ଆମେ ଯାହା ବି ପୂଜା ବିଧି, ଆମେ ଯାହା ବି ପରମ୍ପରାଗତ କରୁଛେ, ତାକୁ ଆମେ ଶାସ୍ତ୍ର ଅନୁଯାୟୀ ତୁଳନା କରିକିରି ଦେଖିବା। ଆମ ପାଖରେ ଭଗବଦ୍ ଗୀତା ଅଛି, ଉପନିଷଦ ଅଛି, ବ୍ରହ୍ମସୂତ୍ର ଅଛି, ଏ ପ୍ରକାର ତତ୍ତ୍ୱ ଜ୍ଞାନ ଅଛି। ଶାସ୍ତ୍ରରେ ଠାକୁରଙ୍କ ବିଷୟ କ'ଣ ଲେଖା ହେଇଛି ଆମେ ଦେଖିପାରିବା। ଆମେ ହୁଁ କାନୁନ ଜାଣିନେ, ଆମେ ଯଦି କାନୁନ ଜାଣିନେ, କାନୁନି ଖାତା କି କାନୁନି ପୁସ୍ତକ ପଢ଼ିଲେ ଆମେ କାନୁନ ବିଷୟରେ ଜାଣିପାରିବା। ଆଜ୍ଞା। ବୁଝିପାରୁଛନ୍ତି? ତ ସେମିତି ଗ୍ରନ୍ଥ ହେଲା ଆଧାର। ସେ ଗ୍ରନ୍ଥର ବ୍ୟାଖ୍ୟା ଯେତେବେଳେ ଦେବେ, ଧୀରେ ଧୀରେ ତାଙ୍କ ମନ ଭିତରେ ବି ଗୋଟେ ପ୍ରଶ୍ନ ଉଠିବ, ନାହିଁ ସତରେ ଆମେ ତ ଠାକୁରଙ୍କୁ ପୂଜା କରୁଛେ, ଠାକୁରକୁ ନା ନନା ଦେଖୁଛନ୍ତି ନା ଦେଖାଉଛନ୍ତି, ନା ଆମେ ଦେଖିଛେ ନା ଦେଖାଉଛେ। ତ ଠାକୁରଙ୍କୁ ଆମେ ଯାହାକୁ ବି ପୂଜୁଛେ, ସେ ମୂର୍ତ୍ତିକୁ, ଫଟୋକୁ ଯଦି ଆମେ ଦେଖିବା, ତାକୁ ବି ଆମେ ନିଜେ ନିର୍ମାଣ କରିଛେ। ଆମେ ନିଜେ ନିର୍ମାଣ କରିଥିବା ମୂର୍ତ୍ତିକୁ, ପଥରକୁ ଆମେ କାହିଁ ପୂଜୁଛେ? କିଏ କହିବେ ଏଠି ଜୀବଦାନ ଦିଆହେଇଛି। ଜୀବଦାନ କେମିତି ଦିଆହେଲା? ଜୀବଦାନ ଦେଇକି ଯଦି ଗୋଟେ ପଥରକୁ ଆମେ ଜୀବନ୍ତ କରିଦେଉଛେ, ଜୀବଦାନ ଦେଇକି ତ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମରିଯାଉଛନ୍ତି, ତାଙ୍କୁ କାହିଁ ଜୀବିତ ସେମାନେ କରିପାରୁନେ? ବଞ୍ଚି ପାରନ୍ତେ। ତାଙ୍କୁ କାହିଁ ବଞ୍ଚେଇ ପାରୁନେ? ଯିଏ ପ୍ରାଣ ପ୍ରତିଷ୍ଠା କଲେ, ସେ ତ ତାଙ୍କ ବୁଝିପାରୁଛନ୍ତି? ଘରେ କିଏ ମୃତ୍ୟୁବରଣ କଲେ ଯେତେବେଳେ ବଞ୍ଚି ପାରନ୍ତେ। ଇଏ ପ୍ରଶ୍ନ ତାଙ୍କୁ ପଚାରିବେ, ତାଙ୍କ ମନରେ ଅଧିକ ନହେଲେ ଆଂଶିକ ଜିଜ୍ଞାସା ଜାଗୃତ ହେବ, ନାଇଁ ଭାଇ କ'ଣ କହୁଛନ୍ତି, ସେତେବେଳେ ତାଙ୍କୁ ଦେଖେଇବେ, ସେତେବେଳେ ତାଙ୍କୁ ଏ ଭିଡ଼ିଓ ପଠେଇବେ, କି ସେତେବେଳେ ସେ ଭଗବଦ୍ ଆଚ୍ଛା, ଗୀତାର, ଆମେ ତ ଜାଣିଲେ ଆମେ ଆତ୍ମ ସ୍ୱରୂପ ଚେତନ ତତ୍ତ୍ୱ, ତାହେଲେ ଆମେ ଏବେ ନାଇଁ ଆମେ ମନ୍ଦିର ଆଜିର ଯାଇକି ଚର୍ଚ୍ଚାକୁ ସେଇ ମୂର୍ତ୍ତିକୁ ପୂଜା କରିବା କି ନାହିଁ? ଆଜ୍ଞା, ଏ ଯୋଉ ମନ୍ଦିରକୁ ଯାଇକି ମୂର୍ତ୍ତିକୁ ଆମେ ପୂଜା କରିବା କି ନାହିଁ ବର୍ତ୍ତମାନ? ହଁ, ପୂଜା ବଢ଼ିଆ ପ୍ରଶ୍ନ ପଚାରିଲେ। ପୂଜା କରିପାରିବେ, କିନ୍ତୁ ପୂଜା କୋଉଥିପାଇଁ କରୁଛନ୍ତି ସେଟା ଉଦ୍ଦେଶ୍ୟ ମୋତେ କୁହନ୍ତୁ। ନିଜକୁ ଚିହ୍ନିବା ପାଇଁ, ଠିକ ବାଟକୁ ଆଣିବା ପାଇଁ, କି ଜାଣିବା ପାଇଁକା, ହଁ, ସେ ଆପଣ ପରିବେଶ ଖୋଜୁଛୁ ମୂର୍ତ୍ତି ଆଉ। ପୂଜାର ଟିକେ ଉର୍ଦ୍ଧ୍ୱକୁ ଗଲେଣି, ଟିକେ ଉପରକୁ ଆଜ୍ଞା ଗଲେଣି। ଆଜ୍ଞା ଯେମିତି ଛୋଟ ପିଲାଟାକୁ, ଗୋଟେ ଛୋଟ ପିଲା ଯେତେବେଳେ ନର୍ସରୀ କ୍ଲାସରେ ଜଏନ୍ କରେ, ପ୍ଲେ ସ୍କୁଲରେ ଜଏନ୍ କରେ, ସେ ଆଜ୍ଞା ପିଲାକୁ କିଛି ଚିତ୍ର, ଫଟୋ, ମଡେଲ ଦେଖିଆଯାଏ। ଏଇଟା ଆପେଲ, ଆପେଲର ଗୋଟେ ଛୋଟ ଆଜ୍ଞା। ମଡେଲ ଦେଖିକିରି କହନ୍ତି ଆପେଲ।
ଗୋଟେ ପୁସ୍ତକରେ ଆଜ୍ଞା ଗୋଟେ ଚିତ୍ର ଦେଖେଇକିରି, ଯେମିତି ଆପଣ ଛବିଳ ବର୍ଣ୍ଣବୋଧ ବହି ପଢିଛନ୍ତି, ଛବି ଆଜ୍ଞା। ବହି ପଢିଥିବେ, ତା ଦେହରେ ହୁଁ ସବୁ ହୁଁ ଅଛି ନଖ, ଅଖ, ହୁଁ କରଟ, ଯୋଉ ଅରଟ, ଚିତ୍ରଟେ ଥିବ ଲେଖା ହେଇଥିବ ଚିତ୍ରଟା ଥିବ ସାଇଡରେ। ଲେଖା ହେଇଥିବ, ଚିତ୍ର ଆଜ୍ଞା। ମାଧ୍ୟମରେ ସେ ଚିହ୍ନୁଛି, ହୁଁ ଦେଖୁଛି, ଅକ୍ଷରକୁ ବୁଝୁଛି। ସେମିତି ଆଜ୍ଞା ସାଧନାରେ ପ୍ରଥମ ସାଧନା ହେଲା ମୂର୍ତ୍ତି ପୂଜା। ଆଜ୍ଞା ବୁଝିପାରୁଛନ୍ତି? କିଛି ସ୍ୱରୂପକୁ ଦେଖେଇଲେ, ଗୁରୁଙ୍କ ମୂର୍ତ୍ତିକୁ ଦେଖିଲେ। ଭଗବାନ କୃଷ୍ଣ ସେ ବ୍ରହ୍ମଜ୍ଞାନୀ ଥିଲେ, ସେ ଗୁରୁ ଥିଲେ, ଆଜ୍ଞା। ସେ ହୁଁ ସଂସାରକୁ ମାନେ ଏ ବ୍ରହ୍ମଜ୍ଞାନର ପ୍ରଚାର କରିଥିଲେ। ତ ଗୁରୁଙ୍କୁ ଆଜ୍ଞା। ହିଁ ସାକ୍ଷାତ ଈଶ୍ୱର ମାନିକି ଆମେ ପୂଜା କରୁଥିଲେ। ଗୁରୁଙ୍କୁ ପୂଜା କରିବା ସଙ୍ଗେ ସଙ୍ଗେ ଧୀରେ ଧୀରେ ସେ ମୂର୍ତ୍ତିର ଊର୍ଦ୍ଧ୍ୱକୁ ଯିବାର ଅଛି। ଆମେ ଯଦି ସେଇ ତାର ଭିତରେ ହୁଁ ସୀମିତ ରହିଯିବା, ସତ୍ୟକୁ କିଛି ଜାଣିପାରିବାନି। ଜାଣି ହବନି। ବୁଝିପାରୁଛନ୍ତି? ଆଜ୍ଞା ନା ହଁ ହଁ ଚର୍ଚ୍ଚାକୁ ଆଜି ଏଇଠି ରଖିବା, ବହୁତ ସମୟ ହେଲେ ଏଇଟାକୁ ଆଚ୍ଛା ଆଚ୍ଛା। ଅପଲୋଡ କରିବା କାଲି, ଆଜ୍ଞା ଅପଲୋଡ କରିଦେବା ଯାହା ହଉ ଭିଡ଼ିଓ। ଏତିକି ସମୟ ଦେଇଥିବା ଧନ୍ୟବାଦ, ନାଇଁ କିଛି ନାଇଁ, ଟା ଠିକ ଅଛି। ଜାଣିଗଲା। ଠିକ ଅଛି।